हेलो विमान। ଆମେ ଅଡିବୁଲ ନଟ୍ କି ଜଣେ କୁହ। ଆଜ୍ଞା ସାର୍। यस ଅଡିବୁଲ। सर। ଆଉ ତମର କାହା ଅଛି ଏକ୍ଜାମ ଡେଟ୍ ଆସିଲା କାହା କହିଲ? ସାର୍ SSB TGT ର ଆସିଯାଇଛି। କେବେ ଅଛି ଏକ୍ଜାମ ବୋଧେ? 7 ଜୁନରେ। ହଉ ଶୁଣ, ଆଜି ସାର୍ ସାଙ୍ଗେ କଥା ହଉଥିଲି। ଅ, ଦେଖ, ତମର ଏବେ 7 ଜୁନ୍ ଅଛି ଏକ୍ଜାମ ନା? ହଁ, ତ ଗୋଟେ କାମ କରିବା। ଡିସେମ୍ବରରୁ ନହେଲେ ଜାନୁଆରୀରୁ ହେଲା ଅପ୍ ଟୁ ମାନେ ମେ ପର୍ଯ୍ୟନ୍ତ ହେଲା। ଆ, ଏଥର କଣ କରିବା କହିଲେ, ଏଇ ଯୋଉ ମୁଁ ଡିଟେଲ୍ସ ବାଲା କ୍ୱେଶ୍ଚନ ଆସୁନି, ମୁଁ ତମର ଏଥର କଣ କହିଲ MCQs ବାଲା କ୍ୱେଶ୍ଚନ ଆଣି ପକେଇବି। ବୁଝିଲ ନା ନାଇଁ? ତ ତମମାନଙ୍କୁ ସୁବିଧା ହେବ। ଆରାଉଣ୍ଡ ମୁଁ କଣ କରିବି, 50 50 ଷାଠିଏ 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 MCQs ଆଣି ପକେଇବି ଗୋଟେ ଗୋଟେ ସେସନରେ ହେଲା। ତ ତମମାନଙ୍କୁ ଇଜି ହବ କଣ କରିବା ପାଇଁ, ପ୍ରାକ୍ଟିସ କରିବା ପାଇଁ ହେଲା। ଜାନୁଆରୀରୁ ଅପ୍ ଟୁ ମେ ଲାଷ୍ଟ ୱିକ୍ ପର୍ଯ୍ୟନ୍ତ ତମମାନଙ୍କୁ କଣ ହେଇଯିବ, ପୁରା ପ୍ରାକ୍ଟିସ ହେଇଯିବ ୱିଥ୍ ଓଡ଼ିଶା କରେଣ୍ଟ ଆଫେୟାର୍ସ ହେଲା। ଓଡ଼ିଶା କରେଣ୍ଟ ଆଫେୟାର୍ସ ସହିତ ମୁଁ ପୁରା ଭଲ ଭଲ କ୍ୱେଶ୍ଚନ ହେଲା। ଆଉ ଆମର ଏବେ ଟିକେ ବନ୍ଦ କରିବା, କାରଣ ତମ ଏକ୍ଜାମ ଅଛି। ତ ମୁଁ ଚାହୁଁଛି ତମକୁ ଟିକେ MCQ ମାନେ ପ୍ରାକ୍ଟିସ ବି ହେଇଯିବ ହେଲା। ଯାହା ପଢିଥିବେ ତମ ଡେଫିନେଟଲି କୁହ। ଯଦି ହଁ ତ ଆମେ MCQ ଜାଣିବା, ନହେଲେ ଦେଖିବା ତମମାନେ ଯାହା କହିବ। ବିକଜ ଏବେ ଏକ୍ଜାମ ଅଛି, ଆଉ ମାସେ ଅଛି ଏକ୍ଜାମ। ତମେ ଯାହା କହିବ ସେ ଅନୁସାରେ। ହୁଁ, ସାର୍ ଭଏସ୍ ଆସୁନି। ହଁ ଏବେ ଆସିଲା, ଏବେ ଆସିଲା। ଆଜ୍ଞା ସାର୍। ହଁ, ତ ମୁଁ କହୁଥିଲି ଯେ ଏବେ ଯୋଉ ଆମର ଯୋଉ ତମର ଏକ୍ଜାମ ହବ ଜୁନ୍ 7 ହେଲା। ତ ଜୁନ୍ 7 ତମର ଏକ୍ଜାମ ହବ, ସେଥିପାଇଁ ମୁଁ କଣ କରିବି, ଏବେ ଯୋଉ ମାସେ ରହିଲା ଏକ୍ଜାମ, ସେ ମାସେ ଭିତରେ ମୁଁ କଣ କରିବି, ସବୁ ମାନେ ସବୁ ମନ୍ଥର ମାନେ ଜାନୁଆରୀ ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେ ଡିସେମ୍ବର ନଭେମ୍ବର ବି କଣ କରିବା, MCQ କ୍ୱେଶ୍ଚନ ଆଣି ପକେଇବି ହେଲା। ତ ତମମାନଙ୍କର କଣ ହେଇଯିବ, ପ୍ରାକ୍ଟିସ ହେଇଯିବ କି ନା? ସମସ୍ତେ ରାଜି କି ନାହିଁ? ଆଜ୍ଞା ସାର୍। ତମମାନଙ୍କୁ ପ୍ରାକ୍ଟିସ ହେଇଯିବ, ତମମାନେ ଆଉ ଆଚ୍ଛା, ଏପଟ ପ୍ରାକ୍ଟିସ୍ ସେପଟ ହେଇଯିବ। ପଢିବା ଦରକାର ନାହିଁ। ତମେ ହଁ, ତମମାନଙ୍କ ପାଇଁ ମାନେ କଣ କହିବି, ତମମାନେ ଡାଇରେକ୍ଟ ଏଠି କ୍ୱେଶ୍ଚନ ଦେଖିବ,
ଆଉ ତମର ଏକ୍ଜାମ ପାଇଁ ତମେ ପ୍ରିପେୟାର ହେଇପାରିବ ଆରାମସେ। ମାନେ ମୁଁ ଦେଖ ନ୍ୟାସନାଲ ଇଣ୍ଟରନ୍ୟାସନାଲ ଆୱାର୍ଡ, ତାପରେ ବୁକ୍ସ ଆଣ୍ଡ ଅଥର, ତାପରେ ଏଗୁଡାକ ସବୁ ଏକା ସାଙ୍ଗରେ କଭର ଅପ୍ ପଢିବା ପାଇଁ ହେଲା। ହଉ ତାହେଲେ, ହଁ ମ୍ୟାମ୍ କୁହନ୍ତୁ କୁହନ୍ତୁ। ହ୍ୟାଲୋ। ହଁ ହଁ ମ୍ୟାମ୍ କିଏ କହୁଥିଲେ କି? କିଛି କହୁଥିଲେ? ଡାଉଟ୍ ରହୁଛି ପଚାରିଦିଏ। କାହା କିଛି ଡାଉଟ୍ ରହୁଛି କାହିଁକିନା କେମିତି କଣ କରିବା ନା କଣ କରୁଛୁ କୁହ। ଚାଲ ଆମେ ଆଜି କ୍ଲାସ୍ ଷ୍ଟାର୍ଟ କରିବା ହେଲା। ତାପରେ ଯାହାର କିଛି ଡାଉଟ୍ ରହୁଛି ମତେ ପଚାରିବ ମଝି ମଝିରେ। ଆଉ ତମକୁ ଯୋଉ କହିଲି ଯେମିତି ଏମସିକ୍ୟୁ ଭର୍ସନ କ୍ୱେଶ୍ଚନ୍ସ ଆଣିବା, ତମମାନେ ଯଦି ଓପିନିଅନ ମାନେ ଭଲସେ ରେସ୍ପନ୍ସ ଦବ ତାହେଲେ ମୁଁ ଡେଫିନେଟଲି ସେଇଭଳିଆ ଆଣିବି ହେଲା। ବୁଝିଲ ନା ନାହିଁ? ଆଜିର ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ ଏଇଟା ହେଲା ଆମର ମେ ର ଫାର୍ଷ୍ଟ ୱିକ୍ ପିଲାମାନେ ହେଲା। ଥିଲେ 28, 29 ଆଉ 30 ଏପ୍ରିଲ ବଳିଥିଲା। ଆଉ 1, 2, 3, 4 ହେଲା। ଏତିକି ମାନେ 7 ଡେଜ ର ମୁଁ ଆଣିଛି କ୍ୱେଶ୍ଚନ୍ସ। ବୁଝିପାରିଲ? 7 ଡେଜ ର ମୁଁ ଆଜି କ୍ୱେଶ୍ଚନ୍ସ ଆଣିଛି, ଯୋଉଟା କି ଭଲ ଭଲ କ୍ୱେଶ୍ଚନ୍ସ ହେଲା। ଠିକ ଅଛି। କାହାର କ୍ୱେଶ୍ଚନ୍ସ? ଆଚ୍ଛା ଠିକ। ତ ଠିକ ଅଛି ତାହେଲେ କ୍ଲାସ ଷ୍ଟାର୍ଟ। ଚାଲ ଫାର୍ଷ୍ଟ କ୍ୱେଶ୍ଚନ କଣ ଦେଇଛି ପିଲାମାନେ ଦେଖ। ହୁ ପିଲାମାନେ ଶୁଭୁଛି ତ? ଆଉ ଥରେ ସମସ୍ତେ କନଫର୍ମ କରିଦିଅ, ସେ ଅନୁସାରେ ମୁଁ କ୍ଲାସ କରିବି, ନହେଲେ ମୁଁ ଆଜ୍ଞା ଡାକିବି ତ ସାର୍ ଶୁଭୁଛି। ଶୁଭୁନି। Yes, sir. ଠିକ ଶୁଭୁଛି ଅଛି ଠିକ ସାର୍। ଅଛି। ଓକେ ଓକେ ଓକେ। ଫାର୍ଷ୍ଟ କ୍ୱେଶ୍ଚନ ଦେଖିବା ଆଜି ହେଲା, ମେ ମାସର ଫାର୍ଷ୍ଟ ୱିକ୍ ର ହେଲା। ହୁ ହାଜ ବିନ୍ ଆପଏଣ୍ଟେଡ ଆଜ ଡାଇରେକ୍ଟର ଇନ୍ ଡିପାର୍ଟମେଣ୍ଟ ଅଫ ଲ୍ୟାଣ୍ଡ ରିସୋର୍ସ ପ୍ରଣାମ ହେଲା। ସାର୍। ଅଫ ଲ୍ୟାଣ୍ଡ ରିସୋର୍ସ ଦେଖ ଏଇ ଲ୍ୟାଣ୍ଡ ରିସୋର୍ସ। ହଁ ଗୁଡ ହଁ ପ୍ରଣାମ। ହଁ ଦେଖନ୍ତୁ, ହୁ ହାଜ ବିନ୍ ଆପଏଣ୍ଟେଡ ଆଜ ଡାଇରେକ୍ଟର ଇନ୍ ଡିପାର୍ଟମେଣ୍ଟ ଅଫ ଲ୍ୟାଣ୍ଡ ରିସୋର୍ସେସ। କିଏ ହେଲେ ପିଲାମାନେ? ସର୍ବାନନ୍ଦ ବନରୱାଲ ହେଲା। ସର୍ବାନନ୍ଦ ବନରୱାଲ। ଇଏ ହେଲା କଣ ପିଲାମାନେ ଥିଲେ? ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ ହେଲା। ଦେଖ ଆମର ୟୁପିଏସସି ଜାଣିଥିବ, ୟୁପିଏସସି ର କଣ ଅଛି? ଆଇଏଏସ୍, ଆଇପିଏସ୍ ହେଲା, ତାପରେ ଆଇଆରଏସ୍ ଏଇଭଳିଆ ଅଛି ନା ନାଇଁ? ସେମିତି ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ସର୍ଭିସ ଗୋଟେ ଅଛି, ଗୋଟେ ଡିପାର୍ଟମେଣ୍ଟ ଅଛି ତାର। ସିଏ 2010 ବ୍ୟାଚ୍ ର ସିଏ ହେଲା ଅଫିସ। ବୁଝିଲ ନା? କୁ ଆପଏଣ୍ଟମେଣ୍ଟ କରାଲା କୋଉଥିରେ? ଆଜ ଏ ଡାଇରେକ୍ଟର କୋଉଠି? ଡିପାର୍ଟମେଣ୍ଟ ଅଫ ଦି ଲ୍ୟାଣ୍ଡ ରିସୋର୍ସ ପାଇଁ। ଡିପାର୍ଟମେଣ୍ଟ ଅଫ ଦି ଲ୍ୟାଣ୍ଡ ରିସୋର୍ସ ପାଇଁ ହେଲା। ତ ତମାନେ ପିଲାମାନେ ପଚାର ମାନେ ମେ ବି ଡାଉଟ ରଖୁଥିବ ସାର୍ ଆସିଲେ ଡିପାର୍ଟମେଣ୍ଟ ଅଫ ଲ୍ୟାଣ୍ଡ ରିସୋର୍ସ ଟା ବେସିକାଲି କଣ ଏଟା, ଯେ ଏଇଟା ଏତେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଇଗଲା। ଦେଖ ପିଲାମାନେ ଏବେ କଣ ହଉଛି, ଏବେ ଏଇଟା ଏଇ କୋଶ୍ଚିନ୍ ଟା ହେଲା, ଏଇ ଯୋଉ ଲ୍ୟାଣ୍ଡ ରିସୋର୍ସ ଟା ଏଇଟା ଗୋଟେ ହାଇଲାଇଟେଡ କୋଶ୍ଚିନ୍ ଥିଲା ହେଲା। ହାଇଲାଇଟେଡ କୋଶ୍ଚିନ୍ ଥିଲା। ବେସିକାଲି ଆମର ଲ୍ୟାଣ୍ଡ ରିସୋର୍ସ ପିଲାମାନେ କଣ ହୁଏ, ଏଠି କଣ ପିଲାମାନେ ପ୍ରପର ପ୍ଲାନିଂ କରାଯାଏ କୋଉଥିପାଇଁ? ସେଫ ଗାର୍ଡିଂ ନ୍ୟାଚୁରାଲ ରିସୋର୍ସେସ ଆଣ୍ଡ ଇକୋ ସର୍ଭିସେସ ପାଇଁ ହେଲା। ଦେଖ ଆମର ଯେତେ ସବୁ ଲ୍ୟାଣ୍ଡ ଗୁଡା କଣ ମାନେ ତାର ପ୍ରପର କଣ କରାଯାଏ? ମେଜରମେଣ୍ଟ କରାଯାଏ ନା ନାଇଁ? କୋଉଠି ଉର୍ବର, କୋଉଠି ଖରାପ, ଏଇଭଳି ସବୁ ରଖାଯାଏ ନା ନାଇଁ? ଆଉ କୋଉଠି ମାନେ ଏଇ ଜିନିଷକୁ କଣ କରାଯାଏ ପିଲାମାନେ? ସେଠି ସବୁ ସର୍ଭେ କରାଯାଏ ହେଲା। ତ ସେଇ ଜିନିଷ ବେସିକାଲି ଗୋଟେ ଡିପାର୍ଟମେଣ୍ଟ କରାଯାଏ ତା ପାଇଁ। ସେଟା ହେଲା ଲ୍ୟାଣ୍ଡ ରିସୋର୍ସ ଡିପାର୍ଟମେଣ୍ଟ। ଲ୍ୟାଣ୍ଡ ରିସୋର୍ସ ଡିପାର୍ଟମେଣ୍ଟ। ତ ତାର ଡାଇରେକ୍ଟର କାହାକୁ କରାଲା ପିଲାମାନେ? ତା ନାଁ ହେଲା ସର୍ବାନନ୍ଦ ବନରୱାଲ। ସର୍ବାନନ୍ଦ ବନରୱାଲ। ବୁଝିପାରିଲ? ଠିକ ଅଛି। ଚାଲ ସେକେଣ୍ଡ କ୍ୱେଶ୍ଚନ ଦେଖିବା ପିଲାମାନେ। ଇଣ୍ଡିଆ ଫାର୍ଷ୍ଟ ମଲ୍ଟିପର୍ପଜ ଗ୍ରିନ୍ ହାଇଡ୍ରୋଜେନ ପାଇଲଟ ପ୍ରୋଜେକ୍ଟ ଇନାଗୁରେଟେଡ କୋଉ ଷ୍ଟେଟ୍ ହେଲା? ଆମ ଭାରତର ପ୍ରଥମ ମଲ୍ଟିପର୍ପଜ ଗ୍ରିନ୍ ହାଇଡ୍ରୋଜେନ ପାଇଲଟ ପ୍ରୋଜେକ୍ଟ ଏଟା କୋଉଠି ହେଲା ପିଲାମାନେ? ଏଟା ହେଲା ଆମର ହିମାଚଳ ପ୍ରଦେଶ। ଏସଜେପି ପିଲା ଜାଣିଛ କଣ ଏଟା? ଏସଜେପି ହେଲା ପିଲାମାନେ ସତୁଲେଜ ହେଲା। ସତୁଲେଜ ଆମର ଏଇ ଯୋଉ କଣ କହନ୍ତି ସତଲେଜ ଜଳ ନିଗମ ଲିମିଟେଡ।
ଶୁଭିଲାନି କଣ କହିଲି? ଶୁଭୁଛି? ହଉ ଦେଖ, ଏଇ ଯୋଉ ଏସ୍ ଜେ ଭି ଏଣ୍ଡ ପିଲାମାନେ କଣ ଜାଣିଛ ନା ନାଇଁ? ଏଇଟା ହେଲା, ଏହା ହେଲା सर सतलुज विद्युत निगम ଜଲ, लिमिटेड। ହଁ ସତଲୁଜ ଜଲ ବିଦ୍ୟୁତ ନିଗମ ଲିମିଟେଡ ହେଲା। ତ ତାର ରକ୍ଷଣାବେକ୍ଷଣରେ କଣ କରାଗଲା ପିଲାମାନେ? ଇନାଗୁରେଟ କଣ କଣ ଅଛି ନା? କଣ କରାଗଲା? ହିମାଚଳ ପ୍ରଦେଶ। ଆଉ କେତେ ୱାଟର? ଗ୍ରୀନ ହାଉସ ପ୍ରୋଜେକ୍ଟ ପାଇଲେ କେତେ ୱାଟର? 1500 ମେଗାୱାଟ। 1500 ମେଗାୱାଟ। ତ ମତେ ପିଲାମାନେ କୁହ, ଆମର କିଏ ଅଛି ଗଭର୍ଣ୍ଣର? ଏନିୱାନ୍? क्वेश्चन ମୁଁ କୋଶ୍ଚିନ୍ ପଚାରିଲି ଯେ ଆମର ହିମାଚଳ ପ୍ରଦେଶର କିଏ ଚିଫ ମିନିଷ୍ଟର ଆଉ ଆମର ଗଭର୍ଣ୍ଣର? ଆମେ ହିମାଚଳ ପ୍ରଦେଶ ପଢିଲେ କୋଶ୍ଚିନ୍ ରେ। सुखविंदर सिंह सुक्खू। ହଁ, ସୁଖବିନ୍ଦର ସିଂ ସୁଖୁ। ହଁ ଗୁଡ, ସିଏ ହେଲା ସିଏମ ହେଲା। सुक्खू। ସିଏ ହେଲା ସିଏମ। ଆମ ଗଭର୍ଣ୍ଣର କିଏ? ଶିବ ପ୍ରତାପ ଶୁକ୍ଲା ହେଲା। ଶିବ ପ୍ରତାପ ଶୁକ୍ଲା ହେଲା କଣ? ଆଜ ଏ ଗଭର୍ଣ୍ଣର। ଗଭର୍ଣ୍ଣର ପୁରା ହିମାଚଳ ପ୍ରଦେଶ। ବୁଝିଲ? ତ ଏଥିରେ କୋଶ୍ଚିନ୍ କଣ କଣ ବାହାରିଲା? ଆମ ପ୍ରଥମ ମଲ୍ଟିପର୍ପଜ ହାଇଡ୍ରୋଜେନ ପ୍ରୋଜେକ୍ଟ ପିଲାମାନେ ଆମର ହିମାଚଳ ପ୍ରଦେଶ କିଏ ଇନାଗୁରେଟ କଲା ପିଲାମାନେ? ସୁତଲେଜ ଜଲ ବିଦ୍ୟୁତ ନିଗମ ଲିମିଟେଡ ହେଲା। ଠିକ ଅଛି। ମାତ୍ର 1500 ମେଗାୱାଟ। ରୁହ, ପେନ୍ ଟା ଚେକ୍ କରୁଛି, ତମକୁ ଦେଖାଯିବ। 1500 ମେଗାୱାଟ ହେଲା। ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। ଦେଖ ବୁକ୍ ଦେଖ, who wrote the book title The Winner's Mindset? The Winner's Mindset. The Winner Mindset. କିଏ ଲେଖିଲା ପିଲାମାନେ? ସେନ୍ ୱାଟସନ। ସେନ୍, ପିଲାମାନେ ସେନ୍ ୱାଟସନ କିଏ ଜାଣିଛ? ଚିହ୍ନିଛ? କିଏ କହିପାରିବ? ସେ ହେଲା ଜଣେ ଅଷ୍ଟ୍ରେଲିଆନ ପ୍ଲେୟର। ऑस्ट्रेलियन क्रिकेटर। 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 ହଁ, ଅଷ୍ଟ୍ରେଲିଆନ सर କ୍ରିକେଟର। ଆଉ ହଁ, ସିଏ ହେଲା ଅଲରାଉଣ୍ଡର। ସିଏ ହେଲା ଅଲରାଉଣ୍ଡର ୱିଥ ବ୍ୟାଟ୍ସମ୍ୟାନ ୱିଥ ବଲର ହେଲା। ତ ମତେ କୁହ, ଆମେ ଯଦି କ୍ରିକେଟ ଉପରେ କଥାବାର୍ତ୍ତା ଆସିଲା, ତ ଅଷ୍ଟ୍ରେଲିଆ କ୍ୟାପ୍ଟେନ କଣ କୁହ? କାନବେରା, ଆଉ କଣ ମାନେ ଡଲର। କାନବେରା ଆଉ ହେଲା ଅଷ୍ଟ୍ରେଲିଆନ ଡଲର। ତ ଆମର ପିଲାମାନେ କିଏ ଜଣେ କୁହ? ତାଙ୍କ ନାଁ ହେଲା, ଶୁଭୁଛି ତ ସମସ୍ତଙ୍କୁ ନା ଶୁଭୁନି କିଛି? ତାଙ୍କ ନାଁ ହେଲା ଆଲବିନିଜ। ଆଲଥୋନି ଆଲବିନିଜ। ଆଲଥୋନି ଆଲବିନିଜ who is the Prime Minister of Australia ହେଲା। ବୁଝିପାରିଲ? Okay. Not audible properly. अच्छा, अरे नेटवर्क तो फुल ଅଛି ପିଲାମାନେ। ନେଟୱାର୍କ ତ ଫୁଲ ଅଛି। ମୋ ପଟେ ତ ଭଏସ ଠିକ ଯାଉଛି। ସେଟା ବେଳେ ବେଳେ ସେମିତି ହଉଛି। ବେଳେ ବେଳେ ହଉଛି ନା, ତାହେଲେ ନେଟୱାର୍କ କୋଉଠି ଇସ୍ୟୁ ଥିବ, କିନ୍ତୁ ମୋର ଠିକ ଅଛି ହେଲା। ହଉ ଠିକ ଅଛି, ଚାଲ ନେକ୍ସଟ କ୍ୱେଶ୍ଚନ ଦେଖିବା। ହଉ, ନେକ୍ସଟ କ୍ୱେଶ୍ଚନ କଣ ଦେଇଛି ପିଲା ଦେଖ। ହୁ ୱିନ୍ସ ରିଜନାଲ କ୍ୟାମ୍ବ୍ରିଜ ଟିଚର ଆୱାର୍ଡ ହେଲା। କିଏ ଆମର ରିଜନାଲ କ୍ୟାମ୍ବ୍ରିଜ ଡେଡିକେଟେଡ ଟିଚର ଆୱାର୍ଡ ପାଇଲେ ହେଲା। ତାଙ୍କ ନାଁ କଣ ପିଲାମାନେ? ତାଙ୍କ ନାଁ ହେଲା ଗିନା ଜଷ୍ଟସ ହେଲା। ଗିନା ଜଷ୍ଟସ। ବୁଝିଲ? ସିଏ ହେଲା କଣ ପାଇଲେ ପିଲାମାନେ? ରିଜନାଲ
कैम्ब्रिज टीचर अवार्ड। तो मैंने पिलाने कुह टीचर है से जने टीचर से बेसिकली इंग्लिश हाई स्कूल से कोन कहू यूनाइटेड अरब एमिरेट्स ताको कौन मिला कौन कराला ताको आज कैम्ब्रिज डेडिकेटेड टीचर अवार्ड रे मनोनीत करागला। ये जो कैम्ब्रिज अरे हाँ कैम्ब्रिज कथा आसला कैम्ब्रिज यूनिवर्सिटी पिलाने कोडी कैम्ब्रिज यूनिवर्सिटी कोडी पिलाने एटा हला यूके रे अछि यूके लंडन हला यूके लंडन रे कैम्ब्रिज यूनिवर्सिटी रे अछि। खाली एतिक जिनिस मन रख बेसी जिनिस एतरे जिबार माने पसियार ना खाली एतिक जिनिस मन रख रेजियोनल ब्रिज डेडिकेटेड टीचर आवर काक मिलिছে गिना गिना जस्टिस को मिलिଛି हैला ठीक अछि। चलो नेक्स्ट क्वेश्चन देखिबा हु हैज बीन appointed as director of Ministry of Housing and Urban Affairs। ठीक है देखो ये केते सार क्वेश्चन आसलो हला काहाकू डायरेक्टर ऑफ मिनिस्ट्री ऑफ हाउसिंग एंड अर्बन अफेयर्स रे मनोनीत करा गला आज डायरेक्टर काहाकू करा ताको ना हला सुनील कुमार यादव सुनील कुमार यादव सुनील कुमार यादव से जने आईआरएस कोन ला तने आईआरएस आईआरएस दी आज प्लान गोटेला इंडियन रेवेन्यू सर्विस इंडियन ना गोटे सॉरी सॉरी गोटे है आईआरएस इंडियन रेवेन्यू सर्विसेज से जने आईआरएस जने ताको आज डायरेक्टर मनोनीत करला कोडी गला मिनिस्ट्री ऑफ हाउसिंग एंड अर्बन अफेयर मत को मिनिस्ट्री ऑफ हाउसिंग एंड अर्बन अफेयर मिनिस्टर के छथि मिनिस्टर ताको ना कोन पिलो माने कहलो एनीवन अरे सुबुनी अरे फिर उसका सुबुनी के छी ଶୁଭୁଛି ସାର୍। हां तबे कुह मिनिस्ट्री ऑफ हाउसिंग एंड अफेयर्स मिनिस्टर के छथि साउंड ଟିକେ ସ୍ଲୋ ताको हां 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 अरे के का मन नहीं खारो एग्जाम दो पा नेबे हरदीप सिंह पुरी। हाँ हरदीप सिंह पुरी बस ताको ना हरदीप सिंह पुरी हैला से कौन छथि मिनिस्टर ऑफ हाउसिंग एंड अर्बन अफेयर्स आउ गुटे मिनिस्ट्री से आउ कोन पेट्रोलियम मिनिस्ट्री हैला हमर पेट्रोलियम मिनिस्ट्री भी सच दीटा ताको मिनिस्ट्री दिया पेट्रोलियम बुझ पाइल ठीक अछि चलो नेक्स्ट क्वेश्चन देखिबा हुई हॉस्पिटल हमका ओडिसा क्वेश्चन देखो हुई हॉस्पिटल कंडक्ट्स ओडिसा फास्ट ट्रांसप्लांट हैला हम ओडिसा रा प्रथम हॉस्पिटल जे कि स्टेम सेल ट्रांसप्लांट सक्सेसफुली कौन कले तो को हॉस्पिटल पे वेबसाइट नाम पर सम इस सरकार इंडिया को आईटी ହେଲା ସେ ଆଉ ଅନୁସନ୍ଧାନ ସୋଆ ସୋଆ ଇନଷ୍ଟିଚ୍ୟୁଟ୍ ସେଇ ମାନେ କଣ କଲେ ଆମର ଓଡ଼ିଶାର ସେଲ୍ କ୍ଲାସ ଇମ୍ପ୍ଲିମେଣ୍ଟେସନ କହିଲା କଣ ବୁଝିପାରିଲ ନା ନାଇଁ ଯୋଉ କୋଷିକା ମୂଳ କୋଷିକା ଆମର ଯୋଉଟା ତାର ଟ୍ରାନ୍ସପ୍ଲାଣ୍ଟେସନ ବି ହଉଛି ପ୍ରଥମ ଥର କରାହେଲା ଗଠନ କରାହେଲା କୋଉଠି सक्सेसफुली ये करा इन्फ्लुएंस करा सम हॉस्पिटल
ନେଟୱାର୍କ ବହୁତ ଇସ୍ୟୁ ହଉଛି ମୋ ଲାଗୁଛି କଣ କରିବା। ନେଟୱାର୍କ ଫୁଲ ଥାଇରେ ବି ଏଠି ମତେ ଲାଗୁଛି ବୋଧେ 4G ହିଁ 4G ର ଇଏ ଦରକାର କଣ କହିଲ ଏ ଯୋଉ ବ୍ରଡ କଣ କହିବି, ଭୁବନେଶ୍ୱରରେ ନ ରହିଲେ ତ ଏଇଟା ତ ହଉ। ଏତିକି ପର୍ଯ୍ୟନ୍ତ ଆମେ ଯାଇଥିଲେ ହେଲା, ନେକ୍ସଟ ଦେଖିବା। ଷ୍ଟାଟସ୍ ଦିଆଗଲା ହେଲା, ସେ ଗୋଟେ କମ୍ପାନୀ, ତ ସେ କମ୍ପାନୀକୁ କୋଉ ଷ୍ଟାଟସ୍ ଦିଆଗଲା? ଆମର ତିନିଟା ଷ୍ଟାଟସ୍ ଅଛି ହେଲା, ତିନିଟା ଷ୍ଟାଟସ୍। ଗୋଟେ ହେଲା ଜାଣିଥିବ ମହାରତ୍ନ ହେଲା, ଆଉ ଗୋଟେ ହେଲା ନବରତ୍ନ, ନବ ରତ୍ନ, ମିନି ରତ୍ନ। ଆଉ ଗୋଟେ ହେଲା ମିନି ରତ୍ନ। ହଁ, ମିନି। ତ ତିନିଟା କାଟାଗୋରୀର ଅଛି। ତ ତିନିଟା କାଟାଗୋରୀରୁ ଆମ ପିଲାମାନଙ୍କୁ ଦିଆଗଲା IREDA କୁ ନବରତ୍ନ ଷ୍ଟାଟସ୍, ନବରତ୍ନ ଷ୍ଟାଟସ୍ ଦିଆଗଲା। ତ ପିଲାମାନେ ତମ ମାନଙ୍କୁ ରେଡି ଯେ ସାର୍ ନବରତ୍ନ କମ୍ପାନୀ ତ ଠିକ ଅଛି ଦିଆଗଲା, ତ ଆମର ଟୋଟାଲ ନବରତ୍ନ କମ୍ପାନୀ କେତେଟା ଅଛି ଇଣ୍ଡିଆ? ପିଲାମାନେ ଆମର ଟୋଟାଲ ଅଛି 16ଟା। ଏବେ ଗୋଟେ ମିଶିଲା କଣ 17ଟା, କୋଉଟା ହେଲା IRDA, ଟୋଟାଲ ହେଲା 17ଟା ନବରତ୍ନ କମ୍ପାନୀ ଆମର ଇଣ୍ଡିଆରେ ଅଛି। କେତେଟା ମହାରତ୍ନ କମ୍ପାନୀ ଅଛି ପିଲାମାନେ? ମହାରତ୍ନ କମ୍ପାନୀ ଅଛି ପିଲାମାନେ ଟୋଟାଲ 13ଟା ହେଲା। ମହାରତ୍ନ କମ୍ପାନୀ କେତେ ଅଛି? 13ଟା। ତାପରେ ମିନି ରତ୍ନ କେତେ କମ୍ପାନୀ? ଟୋଟାଲ 75। 75ଟା ମିନି ରତ୍ନ କମ୍ପାନୀ ଟୋଟାଲ ଅଛି ହେଲା। ତାଙ୍କୁ କାଟାଗୋରୀ ବେସରେ ତାଙ୍କୁ ଡିଭାଇଡ କରାଯାଇଛି। ବୁଝିପାରିଲେ? ଠିକ ଅଛି। ତ ଏବେ କ୍ୱେଶ୍ଚନ ଆସିଯିବ କଣ? ଠିକ ଅଛି ସାର୍, ଆପଣ ସାର୍ ଏତେ ଜିନିଷ କହିଦେଲେ, ତ ସାର୍ ଆମେ IRDA ଉପରେ ତ କିଛି ଆମ ଆଇଡିଆ ନାହିଁ। ପିଲାମାନେ IRDA ବେସିକାଲି ଗୋଟେ ରିନ୍ୟୁଏବଲ, ଇଏ କଣ କରେ ପିଲାମାନେ, ଯେତେ ସବୁ ଆମର ରିନ୍ୟୁଏବଲ ଏନର୍ଜି ଉପରେ ଯାହା ବି, ଯେମିତି ସୋଲାର ହେଲା କି ହାଇଡ୍ରୋ ପାୱାର ହେଲା, କି ବେସିକାଲି ଏଇ ଉପରେ ସେ କଣ କରେ ପିଲା ଇନଭେଷ୍ଟମେଣ୍ଟ କରିବା, ତାର କଣ କରେ ମାନେ କମ୍ପାନୀଟା ବେସିକାଲି ଏଇଠି ଚାଲେ ହେଲା। ତ ଏଇଥିପାଇଁ ତାକୁ ଗଠନ କରାଯାଇଛି କାହା ଦ୍ୱାରା? ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଦ୍ୱାରା। ତ ପିଲାମାନେ ସେ ଯୋଉ କମ୍ପାନୀଟା IRDA କମ୍ପାନୀଟା, ତାର ହେଡକ୍ୱାର୍ଟର କୋଉଠି ରହିବ ପିଲାମାନେ? ନ୍ୟୁ ଦିଲ୍ଲୀ। ନ୍ୟୁ ଦିଲ୍ଲୀ। ଆଉ ତାର ଚେୟାରମ୍ୟାନ କିଏ ପିଲାମାନେ? ତାଙ୍କ ନାଁ ହେଲା ପ୍ରଦୀପ କୁମାର ଦାସ। ପ୍ରଦୀପ କୁମାର ଦାସ, ଯିଏକି ଆମର ଓଡିଶାରୁ ହେଲା। ଇଏ ହେଲା ଆମର ଓଡିଶା, ପ୍ରଦୀପ କୁମାର ଦାସ ହେଲା ଆମର ଓଡିଶା। ବୁଝିପାରିଲ? ସାର୍ କ୍ୱେଶ୍ଚନ ଆସିଗଲା, ଆମେ ଜାଣିଦେଲେ ନବରତ୍ନ, ମହାରତ୍ନ ଆଉ କଣ ମିନି ରତ୍ନ ଉପରେ ହେଲା କେତେ କେତେଟା ତାଙ୍କୁ କାଟାଗୋରୀ କରାଯାଇଛି, ଆଉ କେତେ କେତେଟା କମ୍ପାନୀ ଅଣ୍ଡର ଅଛନ୍ତି। ତାପରେ ସାର୍ ଆମର ଆଉ IRDA ର ଥରେ କହିବେ? ଚେୟାରମ୍ୟାନ କିଏ ଅଛନ୍ତି? ହ୍ୟାଲୋ। ହଁ, କୋଉଟା କହିବି ମାନେ କଣ କହିଲେ, କୋଉଟା କହିବି ଆପଣ? ସେ ଯୋଉ ନବରତ୍ନ ହଁ, ମହାରତ୍ନ ଯୋଉ ନବରତ୍ନ ଆମ ଟୋଟାଲ ଗଭର୍ଣମେଣ୍ଟ ଅଫ ଇଣ୍ଡିଆ ଯେତେ ସବୁ ଆମର ଗଭର୍ଣମେଣ୍ଟ କମ୍ପାନୀ ଗୁଡାକ ହେଲା, ଯେତେ ସବୁ PSU କମ୍ପାନୀ ଗୁଡାକ, PSU କଣ? ପବ୍ଲିକ ପବ୍ଲିକ ସେକ୍ଟର ପବ୍ଲିକ ଅଣ୍ଡରଟେକିଂସ୍। ସେକ୍ଟର ଅଣ୍ଡରଟେକିଂ ହେଲା। ହଁ, ଅଣ୍ଡରଟେକିଂ। ତ ତାଙ୍କ ଅଣ୍ଡର ସବୁ କମ୍ପାନୀ ଗୁଡା ସବୁ ଅଛି। ଏଠି କଣ ହବ ପିଲାମାନେ? 51% ହେଲା କଣ ଆମର ଗଭର୍ଣମେଣ୍ଟ ଅଫ ଇଣ୍ଡିଆ, 49% ହେଲା କଣ ପ୍ରାଇଭେଟାଇଜ, ବୁଝିଲ? ପ୍ରାଇଭେଟ ପ୍ରାଇଭେଟ ତାଙ୍କର ମାନେ ମାନେ କମ୍ପାନୀ ତାର ନିଜର ପ୍ରାଇଭେଟାଇଜ ହେଲା। ତ ଏଥିରେ କଣ 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 କରାଗଲା ପିଲା? ମାନେ ତିନିଟା କାଟେଗୋରୀରେ ତାଙ୍କୁ ବିଭକ୍ତ କରାଯାଇଛି। କିଏ କଲା? ମିନିରତ୍ନ ହେଲା। ତ ମହାରତ୍ନ ପିଲା ଟୋଟାଲ କେତେ କମ୍ପାନୀ ଅଛନ୍ତି? 13ଟା କମ୍ପାନୀ ହେଲା। ନବରତ୍ନ କେତେ କମ୍ପାନୀ? 17ଟା। 16ଟା ଥିଲା, ଏବେ ଗୋଟେ ମିଶିଲା କାହାର? IRDA ର। ତାପରେ ମିନିରତ୍ନ ହେଲା। এই IRDA କମ୍ପାନୀର ଚେୟାରମ୍ୟାନ କିଏ ପିଲାମାନେ? ପ୍ରଦୀପ କୁମାର ଦାସ, ଯିଏକି ଆମ ଓଡିଶା, ଯିଏକି ଆମର ଓଡିଶାରୁ ସେ ବିଲଙ୍ଗସ୍ କରନ୍ତି। ବୁଝିପାରିଲେ ମ୍ୟାଡାମ? ନା ଆଉ କଣ ଡାଉଟ୍ ଅଛି? କୁହନ୍ତୁ। ନାଇଁ ସାର୍। ସାର୍ ଏଇ ଯୋଉ ନବରତ୍ନ ଷ୍ଟାଟସ୍ ଟା ମାନେ ଏଇଟା କଣ ସ୍ପେଶାଲ Right. ଆୱାର୍ଡ
ଆଗରୁ ଥିଲା ନା ଏବେ ହିଁ ହେଲା? ବଡ କେତେ ହଁ କେତେ ବଡ କେତେ ଭାଲ୍ୟୁଏସନ କମ୍ପାନୀ ଅଛି ତାକୁ ବେସ୍ କରି ନା ମିନିରତ୍ନ ମହାରତ୍ନ ନବରତ୍ନରେ ଯେମିତି ମହାରତ୍ନ କମ୍ପାନୀ କହୁଛି, ଯେମିତି ଇସ୍ରୋ ହେଲା ଗୋଟେ ମହାରତ୍ନ କମ୍ପାନୀ, ଇସ୍ରୋ ଯେମିତି ହେଲା ଏନଟିପିସି ହେଲା, ଯେମିତି ହେଲା ଗେଲ, ଗେଲ ଇଣ୍ଡିଆ ହେଲା, ତାପରେ ଏଇଭଳିଆ ବଡ ବଡ କମ୍ପାନୀ ସବୁ କଣ ସବୁ ମହାରତ୍ନ କମ୍ପାନୀ। ନବରତ୍ନ କମ୍ପାନୀ ଯେମିତି ଆଇଆରଡି ଆସିଲା, ନାଲକୋ ଆସିଲା, ବେଲ ଆସିଲା ହେଲା, ଏଇଭଳିଆ କମ୍ପାନୀ ସବୁ ନବରତ୍ନ କମ୍ପାନୀ। ମିନିରତ୍ନ କମ୍ପାନୀ, ମିନିରତ୍ନ କମ୍ପାନୀ ଯେମିତି ଆସିଲା ଆମର ଏମସିଏଲ ଶୁଣିଥିବ, ଏମସିଏଲ ହେଲା, ଏଭଳିଆ ସବୁ ମିନିରତ୍ନ କମ୍ପାନୀ ସବୁ ତାଙ୍କ ଭାଲ୍ୟୁଏସନ ନେଇକି କମ୍ପାନୀକୁ ସବୁ କାଟାଗୋରୀ ହିସାବରେ କରାଯାଇଛି। ବୁଝିପାରିଲ ମ୍ୟାଡାମ? ଚାଲ ନେକ୍ସଟ କ୍ୱେଶ୍ଚନ ଦେଖିବା। ଆଜ୍ଞା। ହଁ ଦେଖ, ମେ ଆମର ଇଣ୍ଟରନ୍ୟାସନାଲ ଲେବର ଡେ କେବେ ପାଳନ କରାଯାଏ ପିଲାମାନେ? କେବେ ପାଳନ କରାଯାଏ ପିଲାମାନେ? ମେ ଏକ मैं ତାରିଖ ହେଲା, ଦେଖିବ ମେ ଏକ ତାରିଖ ପ୍ରାୟ ସବୁ ହଁ ମାନେ ଯେତେ ସବୁ ଓଡିଶା ଗଭର୍ଣ୍ଣମେଣ୍ଟ ହଉ କି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତାଙ୍କ ସବୁ ଅଫିସ ଗୁଡାକ ସବୁ ବନ୍ଦ ହେଲା। କଣ ପାଇଁ? କାରଣ ଏଟା ଆମର ଇଣ୍ଟରନ୍ୟାସନାଲ ଲେବର ଡେ ହିସାବରେ ପାଳନ କରାଯାଏ। ବୁଝିପାରିଲ? ତ ଆମର ତମେ କହିଥିଲେ ଡେ ମନୁଷ୍ୟ ମାନେ ସବୁବେଳେ ମନେ ରଖ ଥିମ୍ ହେଲା, ଥିମ୍ ଥିବ ତ ହେଲା। ତ 2024ର ଇଣ୍ଟରନ୍ୟାସନାଲ ଲେବର ଡେ ର ଥିମ୍ କଣ ପିଲାମାନେ? ଦେଖ କଣ ଦେଇଛି, ୱାର୍କ ପ୍ଲେସ ସେଫଟି ଆଣ୍ଡ ହେଲ୍ଥ ଆମିଡ୍ସ କ୍ଲାଇମେଟ ଚେଞ୍ଜ ହେଲା। ୱାର୍କ ପ୍ଲେସ ସେଫଟି ହେଲ୍ଥ ଆମିଡ୍ସ କ୍ଲାଇମେଟ ଚେଞ୍ଜ, ଯୋଉଟା କି ଆମର 2024ର ଇଣ୍ଟରନ୍ୟାସନାଲ ଲେବର ଡେ ର ଥିମ୍ ହେଲା। ମେ 1 ତାକୁ କୋଉ କରାଯାଏ ପିଲାମାନେ? ଇଣ୍ଟରନ୍ୟାସନାଲ ଲେବର ଡେ କରାଯାଏ। ତା ଥିମ୍ ଟା ହେଲା ୱାର୍କ ପ୍ଲେସ ସେଫଟି ଆଣ୍ଡ ହେଲ୍ଥ। ବୁଝିପାରିଲ? ଠିକ ଅଛି, ଚାଲ କଣ ପିଲାମାନେ? ହାଇଡ୍ରୋ ପାୱାର କର୍ପୋରେସନ ହେଲା, ନ୍ୟାସନାଲ ହାଇଡ୍ରୋ ପାୱାର କର୍ପୋରେସନ। ଆମର ଇଏ ବି ହେଲା କଣ? ମହାରତ୍ନ, ମନେ ରଖିଥାଅ, ମହାରତ୍ନ ଟୋଟାଲ 13ଟା, ତା ଭିତରୁ ଇଏ ବି ଗୋଟେ ହେଲା ଅନ୍ୟତମ। ତ ଏନଏଚପିସି କଣ କଲା ପିଲାମାନେ? to collaborate with Norian ମାନେ company, Norian company for the implementation of solar energy technology in India। ଦେଖ ତମାନେ ଜାଣିଛ ପିଲାମାନେ, ଆମର ଯୋଉ ସୋଲାର ଟେକ୍ନୋଲୋଜିଟା ସବୁ କଣ, ସବୁ ଘର ଛାତ ଉପରେ ହେଲା, ନହେଲେ ହେଇଥିବ ସବୁ land ରେ ସବୁ ଏଇ ସୋଲାର ମାନେ ପ୍ୟାନେଲ ଗୁଡା। ବଟ୍ ଆପଣ ଇଣ୍ଡିଆର ଭଏସ ଟା ଫାର୍ଷ୍ଟ କଟି ଟାଇମ୍, ଯାଉଛି, ଫାର୍ଷ୍ଟ ଟାଇମ୍ ଆମ ଶୁଭୁନି ଠିକ ସେ, କଟି ହଁ ଯାଉଛି। ପିଲାମାନେ सर वॉइस कट हो शुभु ନାହିଁ କିଛି କ୍ଲିୟର। ଏବେ ବି ଶୁଭୁନି ପିଲାମାନେ? ବଡ ହଇରାଣ ହଉଛି ଆମ, ହଁ ଏବେ ଭଏସ ଟା ଶୁଭୁଛି। ପୁରା ଡାଉନ ମୋର ହେଇଯାଉଛି। ଦେହ ଖରାପ। ହଁ ମୁଁ କହିଲି ମୋର ଯୋଉ ଦେହ ଖରାପ ହେଲା, ମୁଁ ଘରକୁ ପଳେଇ ଆସିଛି, ସେଥିପାଇଁ ନେଟୱାର୍କ ଟିକେ ସ୍ଲୋ, ଏଇଟା ଗୋଟେ ବଡ ଅସୁବିଧା ହଉଛି ଆମ ପାଇଁ। ହଉ ହଉ ଠିକ ଅଛି। ଦେଖ ବେଳେ ବେଳେ ଶୁଣାଯାଉନି। ଆଚ୍ଛା ହଉ, ଏନଏଚପିସି ଲିମିଟେଡ ହେଲା, ଏନଏଚପିସି ଫୁଲ ଫର୍ମ କଣ ପିଲାମାନେ? ନ୍ୟାସନାଲ, ସେ କଣ କଲା ପିଲାମାନେ? ସେ କଣ କଲା, କୋଲାବରେଟ କଲା କାହା ସାଙ୍ଗରେ? ଆମର ନୋରିଆନ ଗୋଟେ କମ୍ପାନୀ ସହିତ, ଯୋଉଟା କି ସେ କଣ କଲା, ଇମ୍ପ୍ଲିମେଣ୍ଟେସନ କଣ କଲା, ଫ୍ଲୋଟିଂ ସୋଲାର ଟେକ୍ନୋଲୋଜି ହେଲା। ଦେଖ ଆମର ଯେତେ ସବୁ ଏଇଗୁଡ଼ା ସୋଲାର ପ୍ୟାନେଲ ଗୁଡାକ, ସୋଲାର ପ୍ୟାନେଲ ଗୁଡାକ, ତ ଏଇ ଯୋଉ ସୋଲାର ପ୍ୟାନେଲ ଗୁଡାକ ବେସିକାଲି ଆମ ଆମ ଘର ମାନଙ୍କ ସବୁ ଥାଏ ହେଲା। ଘର ମାନଙ୍କୁ ଲଗାଯାଏ, ଆଉ କୋଉଠି ଲଗାଯାଏ ପିଲାମାନେ? ଆମର ସବୁ ଦେଖିବ ଲ୍ୟାଣ୍ଡ ଉପରେ ଲଗାଯାଏ ହେଲା, ବହୁତ ବଡ ବଡ ସବୁ ଲ୍ୟାଣ୍ଡ ଉପରେ ଲଗାଯାଏ। ତ ଆମ କି ସମୁଦ୍ର ହେଲା ହେଲା, ପୋଖରୀ ହେଲା, ସେଇମାନଙ୍କ ଜାଗାରେ ବି ଏନର୍ଜି ଟେକ୍ନୋଲୋଜି ପ୍ଲାଣ୍ଟେସନ କଣ କଲା, ଇମ୍ପ୍ଲିମେଣ୍ଟେସନ କରାଗଲା ହେଲା। ତ ଏନଏଚପିସି କଣ କଲା, କାହା ସାଙ୍ଗରେ ମିଶିକି? ନୋରିଆନ କମ୍ପାନୀ ହେଲା, ଗୋଟେ ନୋରିଆନ କମ୍ପାନୀ କଣ ଥିଲା ହେଲା, ନୋରିଆନ କମ୍ପାନୀ ସାଙ୍ଗରେ ମିଶିକିରି କଣ କଲା, ଏନଏଚପିସି ଗୋଟେ ଫ୍ଲୋଟିଂ
ପିଲାମାନେ ଶୁଭୁଛି ନା ନାଇଁ? ନା ସାର୍ କିଛି ଶୁଭୁନି। ଏବେ ଶୁଭୁନି ପିଲାମାନେ? କିଛି ଶୁଭୁନି? ନଟ୍ ଅଡିବୁଲ। ନା ସାର୍ କିଛି ବି ଶୁଭୁନି, ସାଉଣ୍ଡ ଆସୁନି ଭଲ। ହ୍ୟାଲୋ 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 ହ୍ୟାଲୋ। ଏବେ ଶୁଭିଲା କି ନାହିଁ? ହ୍ୟାଲୋ ହ୍ୟାଲୋ। ଆଜ୍ଞା ସାର୍ ଶୁଭିଲା ଏବେ। ଏଇ ଯୋଉ ଏନଏଚପିସି ପିଲା ଦେଖ, ନ୍ୟାସନାଲ ହାଇଡ୍ରୋ ପାୱାର କର୍ପୋରେସନ, ଏକ ଏନଏଚପିସି କଣ କଲା ପିଲାମାନେ? ନୋରେନ କମ୍ପାନୀ ସହିତ କୋଲାବରେଟ କରିକି ଆମର ଇଣ୍ଡିଆରେ ପ୍ରଥମ ଫ୍ଲୋଟିଂ ସୋଲାର ଏନର୍ଜି ଟେକ୍ନୋଲୋଜି ବିଲ୍ଡ ଅପ୍ କଲା ବା ଇମ୍ପ୍ଲିମେଣ୍ଟେସନ କଲା। ହେଲା, ତମେ ଜାଣିଥିବ ଆମର ଦି ପ୍ରକାର ଆମ ସୋଲାର ପ୍ଲାଣ୍ଟ ଗୋଟେ ବେସିକାଲି କଣ ଆମ ଘର ଉପରେ ନହେଲେ ଆମର ଲ୍ୟାଣ୍ଡ ଉପରେ ବେସିକାଲି ସେଗୁলো କଣ କରାଯାଏ ମାନେ କଣ କରାଯାଏ ମାନେ ବନାଇଥାଏ। ହେଲା, କିନ୍ତୁ ପ୍ରଥମ ଥର ପାଇଁ ଆମର ଇଣ୍ଡିଆରେ ଯେସବୁ ନଦୀ ସମୁଦ୍ର ହେଲା କି ବନ୍ଧ ପୋଖରୀ ଯାହାବି ସେଇ ଜାଗାରେ ଦେଖିକିରି ବି ସେଠି ଫ୍ଲୋଟିଂ ସୋଲାର ଏନର୍ଜି ଟେକ୍ନୋଲୋଜି ସେଠି ଇମ୍ପ୍ଲିମେଣ୍ଟେସନ କରାଗଲା। ଆମ ଇଣ୍ଡିଆ ହେଲା କଣ କମ୍ପାନୀ ଯୋଉଟା କି ଆମର ମହାରଥର କମ୍ପାନୀ ତାର ଆଉ ନୋରିୟନ କମ୍ପାନୀ ମିଶିକି ଗୋଟେ କଣ ଏମଓୟୁ ସାଇନ୍ କଲେ, ଆମର ଇଣ୍ଡିଆରେ ପ୍ରଥମ ଥର ପାଇଁ ଫ୍ଲୋଟିଂ ସୋଲାର ଏନର୍ଜି ଟେକ୍ନୋଲୋଜି ଇମ୍ପ୍ଲିମେଣ୍ଟେସନ କଲେ। ହେଲା, ଏବେ ଶୁଭିଲା? ଆଜ୍ଞା ସାର୍। ଚାଲ, ଫରେଷ୍ଟ ଫାୟାର ସିଚୁଏସନ ଇନ୍ ଉତ୍ତରାଖଣ୍ଡ କଣ କାମଉ ଆଉ ଗୋଟେ ହେଲା ଗଢ଼ୱାଲ ଡିଭିଜନ। ଦେଖ ଏବେ ଦେଖିବ ସବୁଆଡେ ହେଲା, ସବୁଆଡେ ଏବେ ଦେଖିବ ଯେତେ ସବୁ ଖରାଦିନେ ବେସିକାଲି ଏଇ ଖରାଦିନେ ବେସିକାଲି କଣ ହୁଏ ପିଲାମାନେ ଦେଖ ଜଙ୍ଗଲ ନିଆଁ ଲାଗେ ହେଲା, ଦି ପ୍ରକାର ନିଆଁ ଲାଗେ। ଯେମିତି ଆଇଦର ନିଜେ ବେଳେ ଲୋକ ନିଜେ ଲଗେଇ ଦେଇଥାନ୍ତି ହେଲା, ଆଉ ବେଳେ କଣ ହେଇଛି ପିଲାମାନେ ଏତେ ହିଟ୍ ହୁଏ ଯେ ସେ ହିଟ୍ ରୁ ବି ନିଆଁ ଲାଗିଯାଇଥାଏ ପଡିଥାଏ। ହେଲା, ତ ବେସିକାଲି କଣ ଟିକେ କୋଉଠି ହିଟ୍ ହେଲା ମାନେ ସେ ନିଆଁ ଲାଗିଯିବ। ତ ବେସିକାଲି ପିଲାମାନେ ଆମର ଯୋଉ ଫରେଷ୍ଟ ଆମର ଯୋଉ ଉତ୍ତରାଖଣ୍ଡ ସବୁଠୁ ବେଶୀ ଫରେଷ୍ଟ ଅଛି। ହେଲା, କି ଅସୁବିଧା ହଉଛି ଉତ୍ତରାଖଣ୍ଡ କଣ ଆମର ବହୁତ ସାରା ଫରେଷ୍ଟ ଅଛି, କଭରେଜ ଅଛି। ତ ସେଠି ଗଲେ ପିଲାମାନେ ଏବେ ଯୋଉ ଗରମ ସିଜନରେ ହେଲା ମାନେ ଆମର ସମର ସିଜନରେ ସେଠି କଣ ହଉଛି ପିଲାମାନେ ଫାୟାର ଲାଗିଯାଇଛି। ହେଲା, ଫାୟାର ଲାଗିଯାଇଛି ସେଠି ହେଲା ସବୁଠୁ ବେଶୀ ଫାୟାର ଲାଗିଯାଇଛି କାମଉନ ଜାଗା ଆଉ ଗୋଟେ ହେଲା ଗୋରୱାଲ ଡିଭିଜନ। ଏଇ ଦିଟା ଜାଗାରେ ସବୁଠୁ ବେଶୀ ଫାୟାର ହେଲା ଫାୟାର ଲାଗିଛି। କୋଉଠି ଫରେଷ୍ଟ କୋଉଠି ଉତ୍ତରାଖଣ୍ଡ, ଉତ୍ତରାଖଣ୍ଡ ଷ୍ଟେଟ ଲାଗିଛି। ତମର ପିଲାମାନେ କୁହ ଉତ୍ତରାଖଣ୍ଡର କ୍ୟାପିଟାଲ କଣ? ଉତ୍ତରାଖଣ୍ଡ କ୍ୟାପିଟାଲ କଣ ପିଲାମାନେ? देहरादून। ଦେହରାଦୁନ। ଏବେ କୁହ ପିଲାମାନେ ଉତ୍ତରାଖଣ୍ଡର ଇଏ ଚିଫ ମିନିଷ୍ଟର କିଏ ଅଛନ୍ତି? କିଏ ରେ? ପୁଷ୍କର ସିଂ ଧାମୀ। ହେଲା, ତାଙ୍କ ନାଁ କଣ? ତାଙ୍କ ନାଁ ହେଲା ପୁଷ୍କର ସିଂ ଧାମୀ। ହେଲା, ପୁଷ୍କର ସିଂ ଧାମୀ। ମତେ ଏବେ କୁହ ଉତ୍ତରାଖଣ୍ଡର ଗଭର୍ଣ୍ଣର କିଏ ଅଛନ୍ତି ପିଲାମାନେ? ଗୁରପ୍ରୀତ गुरमुत सिंह। କରେଣ୍ଟ ଗଭର୍ଣ୍ଣର ଅଫ ଉତ୍ତରାଖଣ୍ଡ। ହେଲା, ଦେଖ ଏଇ କ୍ୱେଶ୍ଚନ ସବୁ ହାଇଲାଇଟେଡ୍ ଥିଲା ହେଲା, ସେଥିପାଇଁ ମୁଁ କ୍ୱେଶ୍ଚନ ଗୁଡାକ ଆଣିଛି। ବୁଝିପାରିଲ? ତୁମେ ଭାବୁଛ ସାର୍ ଏଇ କୋଉ ଜଙ୍ଗଲରେ ନିଆଁ ଲାଗିଲା କାହିଁ ଲାଗିଲା ଆମେ ତ ପଢିବି। ଦେଖ ଜଙ୍ଗଲ ନିଆଁ ଲାଗିଛି ସବୁ ବୁଝିଲ ନା? ଏଟା ମୁଁ ହେଲେନ୍ସ କ୍ୱେଶ୍ଚନ ଟା। ହେଲା, ଚାଲ on which date ଆୟୁଷ୍ମାନ ଭାରତ ଦିବସ 2024 ସେଲିବ୍ରେଟେଡ୍? ହେଲା, ଆୟୁଷ୍ମାନ ଭାରତ ଦିବସ ଜାଣିଥିବେ ପିଲାମାନେ ଏଟା କଣ ପିଲାମାନେ କିଏ ଜାଣିଛି? କାହାର କିଛି ଆଇଡିଆ ଅଛି?
ଦେଖ ଆୟୁଷ୍ମାନ ଭାରତ ଦିବସ ଆମର ସେଲିବ୍ରେଟ କେବେ କରାଯାଉଥିଲା ମାନେ ଏପ୍ରିଲ 30 ତାରିଖ ହେଲା। ଏପ୍ରିଲ 30 ତାରିଖ ଆମର ଆୟୁଷ୍ମାନ ଭାରତ ଦିବସ ପାଳନ କରାଯାଏ। ଆଉ ଗୋଟେ କିଏ କଲା ପିଲାମାନେ ଆମର नरेंद्र मोदी। ସେପ୍ଟେମ୍ବର 30। ଶୁଭୁନି ଏବେ ବି ଶୁଭୁନି? नो सर। ସାର୍ ଏଠି ଦେଖ ଏପ୍ରିଲ ଆୟୁଷ୍ମାନ 30 ଲେଖା ହେଇଛି। ହଁ ଏପ୍ରିଲ 30 ପା। ଆରେ ମୁଁ ତୁମକୁ କହିଥିଲି ନା ନାଇଁ 28 29 30 ଏ ତିନିଟା ଦିନ ବାକି ରହିଥିଲା। ତାପରେ ମେ 1 ମେ 2 ମେ 3 ମେ 4 ହେଲା। ଏଇ 7 ଦିନରେ ମୁଁ ଆଣିଛି ବୁଝିପାରିଲ ନା? ହେଲା ନାଇଁ ତ ନାଇଁ ସାର୍ ତିନିଟା ଏ ଡେ ଯୋଉ ବଢି ଯାଇଥିଲା ଆମର। ଦେଖ ସେପ୍ଟେମ୍ବର 30 ଆମର ଲେଖିଲେ ସେଇଟା ପଚାରିବି। ହଁ ହଁ ସେପ୍ଟେମ୍ବର ଓ ନାଇଁ ନାଇଁ ଏଇଟା ଦେଖ ସେପ୍ଟେମ୍ବର 30 କଣ ଲଞ୍ଚ କରାଯାଇଥିଲା ବଟ୍ ଏପ୍ରିଲ 30 ଆମର କଣ କରାଯାଇଥିଲା ତାକୁ ସେଲିବ୍ରେଟେଡ କରାଯାଇଥିଲା ବୁଝିପାରିଲ ନା? ସେଲିବ୍ରେଟେଡ କରାଯାଇଥିଲା ଏପ୍ରିଲ 30 ବୁଝିଲ? ସେଲିବ୍ରେଟେଡ କରାଯାଇଥିଲା ଏପ୍ରିଲ 30 ବୁଝିଲ? ଏଟା ଲଞ୍ଚ କରାଯାଇଥିଲା ବୋଧେ କଣ ଲଞ୍ଚ କରାଯାଇଥିଲା ସେପ୍ଟେମ୍ବର 30 ନା କଣ ବୋଧେ ନା କଣ? ଗୋଟେ ସେକେଣ୍ଡ ମୁଁ ଟିକେ ଡାଉଟ ଅଛି ଗୋଟେ ସେକେଣ୍ଡ ରୁହ। ଆୟୁଷ୍ମାନ आयुष्मान भारत आयुष्मान भारत दिवस दे- अच्छा 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 हो ମୁଁ ସେପ୍ଟେମ୍ବର କରିଥିଲି ନା ଆଚ୍ଛା ଆଚ୍ଛା ସରି ସରି ଗୋଟେ ସେକେଣ୍ଡ ହଉ ହଉ ଆୟୁଷ୍ମାନ ଭାରତ ଦିବସ ପିଲାମାନେ ଏପ୍ରିଲ 30 2018 ପାଳନ କରାଯାଇଥିଲା। ଏପ୍ରିଲ 30 ଲଞ୍ଚ କରିଥିଲେ ହେଲା। ଲଞ୍ଚ କରିଥିଲେ। ବେସିକାଲି ଆମର ଯୋଉ ଆୟୁଷ୍ମାନ ଭାରତଟା ଏଇଟା କଣ ପିଲାମାନେ ଜାଣିଛ କିଛି ଆଇଡିଆ କାହାର ଆୟୁଷ୍ମାନ ଭାରତଟା କଣ ବେସିକାଲି ଏଠି କଣ କରାଯାଇଥିଲା ମାନେ ଏଟା This is ବେସିକାଲି ଆମର generic medicine. सर ଡେଲିଭରି କଣ ଅଛି आयुष्मान ନାଇଁ ନାଇଁ ଆୟୁଷ୍ମାନ ଭାରତ आयुष्मान भारत सर हेलो ହଁ ଦେଖ ହଁ ହଁ କୁହନ୍ତୁ ଭାଇ କୁହନ୍ତୁ କୁହନ୍ତୁ सर ମୁଁ ଯାହା କୁହ ଜାଣିଛି କୁହ ଆଜ୍ଞା ଆମର ହୁଁ ସାର୍ ଓଡିଆରେ ଗୋଟେ କଥା ଅଛି ଯେତେବେଳେ ଆମେ ଗୁରୁଜନଙ୍କୁ ପ୍ରଣାମ କରନ୍ତି ସେମାନେ କହନ୍ତି ଆୟୁଷ୍ମାନ ଭବ ତା ଅର୍ଥ ହେଲା ଦୀର୍ଘଜୀବୀ ହୁଅ। ନାଇଁ 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 ସାର୍ ମୁଁ କହୁଛି ଗୋଟେ ମିନିଟ୍ ହଁ ଠିକ ଅଛି ଆୟୁଷ୍ମାନ ଭାରତର ଲକ୍ଷ୍ୟ ସାର୍ ସେଇଆ ମାନେ ଲୋକଙ୍କୁ କିଭଳିଆ ମୃତ୍ୟୁରେ ମୁଖରେ ନ ପଡେ ତାଙ୍କୁ ଦୀର୍ଘଜୀବୀ କରିବା ତାଙ୍କୁ ସବୁଥିରେ ମାନେ ତାଙ୍କର ଏ ଯୋଉ ଆଗକୁ ନେଇଯିବା ସେଇଥିରେ ହେଲା ଆୟୁଷ୍ମାନ ଭାରତ। କିଏ ଲୋକ ମରିବେ ନାହିଁ ସମସ୍ତଙ୍କୁ ଦୀର୍ଘଜୀବୀ କରାଯିବ ସମସ୍ତଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଆଯିବ ସମସ୍ତଙ୍କର ସ୍ୱାସ୍ଥ୍ୟ ଆରୋଗ୍ୟ କାମନା କରାଯିବ। ବେସିକାଲି ହଁ ଠିକ ଆରୋଗ୍ୟ କାମନା ଆରୋଗ୍ୟ କରାଯିବ। ହଁ ହଁ ବେସିକାଲି ହଁ ଦେଖ ଦେଖିବ ତମାନେ ସମସ୍ତେ ମାର୍କ କରିଥିବେ ମୋଦି ଗଭର୍ଣ୍ଣମେଣ୍ଟ ଆସେ ମୁଁ କୋଉ ଗଭର୍ଣ୍ଣମେଣ୍ଟ ଫେଭର କରୁଛନ୍ତି କଥା ଭାବିବ କିନ୍ତୁ ମୋଦି ଯେତେବେଳେ ଆମର ନରେନ୍ଦ୍ର ମୋଦି ଯେହେତୁ ମାନେ ଆଜି ପ୍ରାଇମ ମିନିଷ୍ଟର ମାନେ ହେଲେ ସେବେଠୁ ଦେଖିବ ତାଙ୍କର ସବୁ ଏଇ ଟାଇପର ସବୁ ମାନେ ସ୍କିମ୍ ଗୁଡା ବାହାରୁଛି ହେଲା। ଅଟଳ ପେନସନ ଯୋଜନା ଆୟୁଷ୍ମାନ ଭାରତ ମାନେ କିଛି ନା କିଛି କଣ ମାନେ ସେଇ ଯୋଉ ସ୍କିମ୍ ଗୁଡା ବାହାର କରୁଛି ତା ପଛରେ କିଛି ନା କିଛି ଲଜିକ ଥାଏ ହେଲା। ବୁଝିପାରିଲେ ଯୋଉ ଭାଇ ଏବେ ରିସେଣ୍ଟଲି କହିଲେ ଯେ କହିଲେ ବଢିଆ ଜିନିଷ କହିଲେ ବେସିକାଲି ଆମର ଆୟୁଷ୍ମାନ ଭାରତ କଣ କଲା ନା ଆମର ଏକ ହେଲ୍ଥ କେୟାର ଆକ୍ସେସିବଲ ଆଣ୍ଡ ଆଫୋର୍ଡେବଲ ଟୁ ଆରାଉଣ୍ଡ 50 crore ଇକୋନମିକ ବ୍ୟାକଗ୍ରାଉଣ୍ଡ ଇଣ୍ଡିଆନ ସିଟିଜେନ। ଆମର ବେସିକାଲି ଆମର ଯୋଉ ହେଲ୍ଥ କାର୍ଡ ଗୋଟେ ଦିଆଯାଏ ହେଲା ଆୟୁଷ୍ମାନ ଭାରତ ହେଲ୍ଥ କାର୍ଡ ଦିଆଯାଏ ଯୋଉମାନେ କି ଆମର ଯୋଉ ବ୍ୟାକୱାର୍ଡ ଯୋଉ ଅଛନ୍ତି ମିଡିକଲ ଫ୍ୟାମିଲି ତାଠୁ ତଳ ଫ୍ୟାମିଲି ଯୋଉ ମାନେ ଅଛନ୍ତି ସେମାନଙ୍କୁ ଅପ ଟୁ 5 ଲକ୍ଷ ପର୍ଯ୍ୟନ୍ତ ଅପ ଟୁ 5 ଲକ୍ଷ ପର୍ଯ୍ୟନ୍ତ ତାଙ୍କୁ ସାହାଯ୍ୟ କରିବା ଟ୍ରିଟମେଣ୍ଟ ପୁରା ୱିଦାଉଟ୍ ମାନେ କଣ କହନ୍ତି 5 ଲକ୍ଷ ପର୍ଯ୍ୟନ୍ତ ୱିଦାଉଟ୍ ଟଙ୍କାଟେ ବି ନେବା ତାକୁ କିଛି ଦରକାର 5 ଲକ୍ଷ ପର୍ଯ୍ୟନ୍ତ ତାଙ୍କର ବିନା ଫିରେ ତାଙ୍କର ସମ୍ପୂର୍ଣ୍ଣ କଣ ମାଗଣା ସାର୍। ହେଇପାରିବ ହେଇପାରିବ ସମ୍ପୂର୍ଣ୍ଣ ନାହିଁ କିନ୍ତୁ 5 ଲକ୍ଷ ପର୍ଯ୍ୟନ୍ତ ହେଲା 5 ଲକ୍ଷ ଆଜ୍ଞା ପର୍ଯ୍ୟନ୍ତ ତାଙ୍କର ଫ୍ରି ଅଛି ବୁଝିଲ ସମ୍ପୂର୍ଣ୍ଣ ମାଗଣା 5 ଲକ୍ଷ ପର୍ଯ୍ୟନ୍ତ ତାଙ୍କର ଫ୍ରି ଅଛି। ତ ଏଇ ଆୟୁଷ୍ମାନ କାର୍ଡ ବେସିକାଲି ହେଲ୍ଥ କାର୍ଡ ହେଲା ଗୋଟେ ହେଲ୍ଥ ଟ୍ରିଟମେଣ୍ଟ କରାଯାଏ ଯୋଉଟା କି ଅପ ଟୁ 5 ଲକ୍ଷ ପର୍ଯ୍ୟନ୍ତ ବୁଝିଲ ଯୋଉଟା କି ସବୁ ମାନେ ଆମର କଣ ଆମର ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଏଇଟା କଣ କରୁଛି ସ୍କିମ୍ ଟା ଲଞ୍ଚ କରୁଛି ବଟ ସବୁ ଗଭର୍ଣ୍ଣମେଣ୍ଟ ଏଇଟା ଆମର କଣ କରୁନାହାନ୍ତି ମାନେ ଇମ୍ପ୍ଲିମେଣ୍ଟ ଏକ୍ସେପ୍ଟ କରୁନାହାନ୍ତି ଯେମିତି ଆମ କରିନାହାନ୍ତି। ଓଡିଶାରେ ବି
हाँ अच्छा आम ओडिशा गवर्नमेंट एक्सेप्ट करले ना ओडिशा आम गोटे बिजु कार्ड गोटे बाहर करछन हला ହଁ ଭାଇ बुझल सेही सेम जिनसडा सेही पैसा नउची किंतु से तार निज नारे बाहर कर हला बुझल ना बट एटा सेंट्रल गवर्नमेंट स्कीम बुझ पार एटा केबे ଭାଇ लॉन्च कराइतले पेलो ना एप्रिल 30 तारिख दिन लॉन्च करते केबे 18 मास ठीक अछि चलो recently successfully tested the next generation supersonic missile assisted release to smart system on May 1 2024 तो बेसिकली पिलाने एटी कोन करला हमर डीआरडीओ होला डीआरडीओ सक्सेसफुली टेस्ट करला कोन नेक्स्ट यूनियन से पिलाने टॉर्पिडो हैला टॉर्पिडो आंथु हम जो कोन कोन हमर सबमरीन रे जेंति का हमर एयरक्राफ्ट हैला एयरक्राफ्ट कोन कर हमर मिसाइल गोटे छड़ा देले सिस्टम भी बनाए इंडिया प्रथम थरटा करला किए कला टेस्ट करला डीआरडीओ कला तो मतलब पिलाने को डीआरडीओ रे हेड को डीआरडीओ डे केबे आ डीआरडीओ रा चेयरमैन के अछि को January 1 एबे सुबुनी एटा सुबुनी देखो डीआरडीओ रे हेडक्वार्टर हला न्यू दिल्ली हला डीआरडीओ चेयरमैन हला समीर who is the current chairman of DRDO जनवरी 1 तारिख को डीआरडीओ डे हिसाब रे पालन करा जाए सुबुजी ना नहीं सर ଶୁଣା ଯାଉନି ଆଉଥରେ ଟିକେ हो देखो हमर डीआरडीओ हमर जानतो डीआरडीओ हमर कोन डिफेंस रिसर्च डेवलपमेंट ऑर्गेनाइजेशन जे सब मिसाइल सिस्टम से टेस्टेड करे से कोन करला पले माने हमर एबे प्रथम थर पाए से कोन करला गोटे मिसाइल सिस्टम माने को माने टेस्ट करा जोरे सक्सेसफुल होला एटा के सुपरसोनिक स्मार्ट मिसाइल कहा जाय हला सुपरसोनिक स्मार्ट मिसाइल कहा जाय तो से जो डीआरडीओ डे के प्लान जनवरी 1 डीआरडीओ चेयरमैन के समीर भी कामत डीआरडीओ रिक्वायरमेंट प्लान न्यू दिल्ली हैला ठीक अछि से गोटे स्मार्ट सिस्टम गोटे कोन सक्सेसफुली टेस्ट कला तनाला सुपरसोनिक मिसाइल असिस्टेड हैला सुपरसोनिक मिसाइल असिस्टेड ताको स्मार्ट हैला किए टेस्ट कला डीआरडीओ एबे सब सर फुल फॉर्म कौन स्मार्ट सुपरसोनिक मिसाइल असिस्टेड रिलीज ऑफ सिस्टम हां torpedoes. कौन कला से सुनला ना कौन कला सुपर अच्छा स्मार्ट सिस्टम रो फुल फॉर्म कौन कहउछन ना आज्ञा हां सुपरसोनिक मिसाइल असिस्टेड हला गोटे सेकंड हाँ देखो देखो सुपरसोनिक मिसाइल असिस्टेड हला रिलीज ऑफ टॉर्पीडो हला टी टॉर्पीडो हला सुपरसोनिक फॉर एस एम फॉर मिसाइल ए फॉर असिस्टेड आउ आर फॉर रिलीज टी फॉर ला टॉर्पीडो तार फुल फॉर्म है स्मार्ट मतलब सॉरी स्मार्ट फुल फॉर्म बुझ पले मैडम सुबिला ना सर ये ना यस सर ସନ୍ଧ୍ୟା ବେଳେ ନା ମାନେ ବହୁତ ଅସୁବିଧା ହଉଥିଲା ନେଟୱାର୍କ ସକାଳେ ଜାଣିଛ ନା ପୁରା
बढ़िया नेटवर्क आସୁଛି लेकिन संध्या बेले पूरा एटा गोटे असुविधा हो। हो चलो नेक्स्ट क्वेश्चन देखिबा। रोहित शर्मा तुम्हें जानते पिलाने तुमने क्रिकेट प्रेमी थी क्रिकेट तुमको भल लागो जानथिबो बे इंडियन हमर कोन बे वर्ल्ड कप टी20 वर्ल्ड कप हम कोडी T20 वाला यूएसए आउ हां यूएसए कोडी हो पिलाने वेस्ट इंड वेस्ट इंडीज को साउथ अफ्रीका वेस्ट इंडीज टी20 वर्ल्ड कप हो तो हम स्टूडेंट हेला कोन टीम मैनेज हेला तार कैप्टन केला पिलाने रोहित शर्मा कैप्टन केला रोहित शर्मा तो तो एथरे कौन होला क्वेश्चन पछारला जे इंडिया सहित जो ग्रुप अछि हला इंडिया सहित ग्रुप ए जो अछि से को कनाडा सहित खेलिबो आयरलैंड सहित हला यूएसए यूएसए सहित खेलिबो कनाडा आयरलैंड और पाकिस्तान ये चारटा टीम सहित हां यूएसए सहित खेल देखो इंडिया देखो एक ग्रुप ए रे ना ग्रुप ए रे की अछि इंडिया अछि यूएसए अछि पाकिस्तान अछि तापर अकेला आयरलैंड अछि हला ए 1 2 3 4 5 पांचटा टीम ग्रुप ग्रुप ए रे इंडिया सहित को टीम बा क्लास कर ठीक अछि एटा कोडी होतला ना यूएसए आ कोडी पिलाने जनवरी सॉरी जून 1 ରୁ जून 29 पर्यंत खेला हो जून 29 सर यूएसए और कनाडा ताको होस्ट ठीक अछि करिवे ସେମାନେ ତ ଟିମ୍ ନାହିଁ ତାଙ୍କର कनाडा ना 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 नहीं नहीं टीम कनाडा अछि होस्ट एथर करिवे खेलुची हां देखो खेल होउची ना खेल हो यूएसए रा हमर वेस्ट इंडीज रे बट कनाडा और यूएसए कोन करलो से गोटे टीम अछि से होस्ट करिया कोन कोन करिवे प्रथम से खेला हबो हैला चलो ଆଜ୍ଞା sir। in national first constitution park will be built which state देखो इंडिया फर्स्ट नेशन कॉन्स्टिट्यूशनल पार्क हैला कॉन्स्टिट्यूशनल पार्क भी बिल्ड है कोडी हला फेला माने पुणे रे हला कोडेला पुणे पुणे कोडे राखला पुणे कोडी रे महाराष्ट्र महाराष्ट्र हां महाराष्ट्र हैला महाराष्ट्र रे कोन कथा कराला कोन इंडिया बा नेशनल फर्स्ट कॉन्स्टिट्यूशन पार्क हैला ए जो माने लॉन्च करले बा के लीड देले बा के फाउंडेशन पिला माने ताको ना हला लेफ्टिनेंट जनरल अजय कुमार सिंह हला अजय नॉट अजय हला अजय कुमार सिंह से कौन करे लीड फाउंडेशन फास्ट कॉन्स्टिट्यूशनल पार्क कोडी पुणे रे ठीक है तो मते को मोटा लेफ्टिनेंट जनरल कथा असला माने हमर के अछंती हमर इंडियन आर्मी चीफ के अछंती पिला को इंडियन आर्मी के अछंती मनोज पांडे मनोज पांडे हां गुड मनोज पांडे which country set to launch Chang'e-6 lunar probe carrying Pakistan IQ देखो पाकिस्तान तुम सुनिते गोटे हाइलाइटेड न्यूज लाबे पाकिस्तान तार प्रथम कोन गला लुनार मान मून मिशन लॉन्च कला कहा साहाଯ୍य करला चाइना रो साहाଯ୍य हला चाइना रो साहाଯ୍य एक्चुअली चाइना रो चाइन्स फिक्सन 2022 रो एटा कोन कराल पे ताका कोन माने ट्रायल चलथिला 24 में कोन करा पे लॉन्च करला तो पाकिस्तान कोन कला रोटे सैटेलाइट पठि बुझलो तो ताकर एबे सेलिब्रेट कर पाकिस्तान में हमर प्रथम मून मिशनरी कोडी मून रे सक्सेसफुली लैंड मिशन में जाइछि हला तो सामने सेलिब्रेट करछन तांको तो किछि ना हला से खाली पाकिस्तान चाइना भरोसा सब जिंस कर बुझलो तो कोन कला प्लान माने क्यू मिशन लॉन्च साहाଯ୍य चाइना रो साहाଯ୍य चाइना जो रॉकेट नो जो रॉकेट ए रॉकेट माने कोन Chang'e-6 पाकिस्तान रो जो मून मिशन वाला मनो कितो आईक्यूब मिशन
आई क्यूब मिशन ହେଲା ବୁଝିପାରିଲ ନେକ୍ସଟ क्वेश्चन ଦେଖିବା recently which state suspended the license of 14 पतंजलि आयुर्वेद प्रोडक्ट ଏବେ recently पतंजलि जो 14टा प्रोडक्ट को सस्पेंड कला को स्टेट सस्पेंड कला पिला ना उत्तराखंड स्टेट कौन सस्पेंड ऑफ बैन कर बुझला ना बैन कर बुझला से भीतर बहुत सारा जिंस जेमति कि किछि माने टैबलेट्स ला माने जेमति साबुन भी रिलेटेड साबुन माने सॉप एमती किछा ताकू 14टा प्रोडक्ट मिसिक अछि बुझला बिस्कुट पिला तो सेमति 14टा प्रोडक्ट को कौन कला उत्तराखंड बिकॉज उत्तराखंड रे ही पतंजलि रो कौन अछि फैक्ट्री डास बुझला ना फैक्ट्री डास तो किछ ना किछ इश्यूज भारतीय बा किछ किछ फॉल्ट भारतीय से किछ माने कौन कला 14टा प्रोडक्ट बा कला बुझला तो एटा को केस टोटल जी कोई सुप्रीम कोर्ट एटी जिनिस मन रख किए बैन कले उत्तराखंड है ना तो तुमको कहते उत्तराखंड किए अच्छी चीफ मिनिस्टर कोई उत्तराखंड चीफ मिनिस्टर के ना ना पुष्कर सिंह धामी वेरी चलो हमर पतंजलि रो किए अछि डिग्री माने हेड कि माने कि पतंजलि को पतंजलि को गुरु नाम रामदेव बाबा रामदेव बाबा गुरु नाम गुड गुड वेरी चलो recently who cleans मतलब which recently who cleans the women's title in the 6th Asian Carom Championship है ना Asian Carom Championship 6 नंबर एडिशन ହେଲା କିଏ କୋଉ ଦେଶ କଣ କରିବ ଜିତିଲା କିଏ ଜିତିଲା କହିଲେ ଇଣ୍ଡିଆ ହେଲା इंडिया ଆମର एशियन कैरम चैंपियनशिप कौन हासिल कल श्रीलंका को हर मालदीव कंट्री अच्छी मालदीव को हर 3-0 हरैला फाइनल मालदीव को हर इंडिया कौन क्लीन कला प्रथम स्थान हासिल कला बुझिपारा कौ तो कोआबे मालदीव कैपिटल मेल मेल माले माले ना कौन रुपी माले आउडेला रुपी रुपी ना कौन रुपी माले है माले है कौन रुपया है कौन करेंसी तो मत को मालदीव किए अच्छा प्रेसिडेंट रिसेंटली जोड़ा कि हम से मुइज सॉरी मोहम्मद मुइज हल्ला मन रखी मालदीव न्यू प्रेसिडेंट है मोहम्मद मुइज से प्रो चाइना लीडर हमरो मन एवरी इयर मे 3 तारिख दिन है हमरो वर्ल्ड प्रेस फ्रीडम डे सेलिब्रेटेड कर ठीक अच्छे तो मत कह तार माने एम कर थीम कर पे बेसिकली कौन हो द इम्पोर्टेंस ऑफ द एंड फ्रीडम ऑफ द एक्सप्रेशन इन द कॉन्टेक्स्ट ऑफ द करेंट ग्लोबल एनवायरनमेंट क्राइसिस है बेसिकली कौन थी द इम्पोर्टेंस ऑफ द जर्नलिज्म एंड freedom of the expression in the context of global environment crisis हला तरला मेन थीम केबे मे 3 को पालन कर जाए तो मत आउडे तुमसे को तो मे 3 हमरो चलो को बिना को डे कहले इंटरनेशनल लेबर डे हला पढिथिले मे 2 तारिख को पिलो मैं एक ही साइड
इंटरनेशनल लेबर डे फास्ट में हूँ इंटरनेशनल लेबर डे इंटरनेशनल कहते लेबर डे। ଆମେ ହଁ ମେ 1 ରେ ଏଟା ହେଲା ମେ 1 ରେ ଆଉ ମେ 3 କଣ ହେଲା ୱାର୍ଲଡ ପ୍ରେସ ଫ୍ରିଡମ ଡେ ଆଉ ମେ 2 ହେଲା ମେ 2 ତମକୁ କହିଲି ମେ 2 ଟୁର୍ଣ୍ଣା ହେଲା ୱାର୍ଲଡ ଟୁର୍ଣ୍ଣା ଗୋଟେ ଗୋଟେ ମାଛ ହେଲା ଗୋଟେ ପ୍ରଜାତି ଟୁର୍ଣ୍ଣା ଡେ କହିବ ହେଲା ତ ତାକୁ ବେଶ କରିନା ଗୋଟେ ଟୁର୍ଣ୍ଣା ଡେ ପାଳନ କରାଯାଏ ଟୁର୍ଣ୍ଣା ଡେ ହେଲା ଆଉ ଗୋଟେ ଜିନିଷ କଣ ଲକ୍ଷ୍ୟ ହେଲା ମେ 1 ମେ 2 ଆଉ ମେ 3 ମେ 4 କିଛି ନାହିଁ ମେ 5 ଅଛି ମନେ ରଖିଥିଲା ୱାର୍ଲଡ ପର୍ତ୍ତୁଗୀଜ ଲାଙ୍ଗୁଏଜ ହେଲା ପର୍ତ୍ତୁଗୀଜ ଲାଙ୍ଗୁଏଜ ଲାଙ୍ଗୁଏଜ ଡେ ମେ 5 ରେ ପାଳନ କରାଯାଏ ପର୍ତ୍ତୁଗୀଜ ଲାଙ୍ଗୁଏଜ ଡେ ରେ ପାଳନ କରାଯାଏ ବୁଝିପାରିଲ ମେ ୱାର୍ଲଡ ପ୍ରେସ ଫ୍ରିଡମ ଡେ ମେ 1 ରେ କଣ इंटरनेशनल लेबर डे मे 2 रे कौन वर्ल्ड टूना डे मे 5 रे कौन पिला वर्ल्ड पोर्तुगीज लैंग्वेज डे बुझ पाला ଆଜ୍ଞା ସାର୍। हला हो चलो नेक्स्ट क्वेश्चन एनपीसीआई हला एनपीसीआई इंटरनेशनल पेमेंट लिमिटेड हला सीआई payment limited has signed an agreement with African country for the UPI link हला देखो एबे देखियो बहुत सारा हमर यूपीआई हला एनपीसीआई सहित किसी ना किसी कौन कर गोटे साइन आग्रीमेंट कर एमओई गठन कर जोटा कि आम इंडिया ପାଇଁ बहुत भल कौन पाए कारण आम जो ट्रांजाक्शन करिया पैसा ना डायरेक्ट ताको अकाउंट को जीवा ताको आउ किसी भाइया रहिबो हला न देखियो सब तुम जदी सपोज मु एबे मो बापा कौन करिवे ओडिसा रु थाई मते पैसा पठाइबे हला जदी माने जोडी हमर इंडियन गवर्नमेंट इंटरफेयर करबोनी सेटा हम कोन पिला माने हमर पैसा कटि जी बहुत सारा किसी पैसा कटि जी हला बट ଏବେ କଣ କରୁଛି ପିଲାମାନେ ସବୁ ଦେଶ ସହିତ ଆମ ଇଣ୍ଡିଆନ ଗଭର୍ଣ୍ଣମେଣ୍ଟ କଣ କରୁଛି ପିଲାମାନେ ଏମଓୟୁ ସାଇନ୍ କରୁଛି ବା ଧୀରେ ଧୀରେ ଟ୍ରାଏ କରୁଛି ହେଲା ଇନିସିଏଟିଭ ନେଇଛି ଯେ ୟୁପିଆଇ ହଉ କି ଏନପିସିଆଇ ସହିତ ଆମେ କଣ କରିବା ଇଣ୍ଟରଲିଙ୍କିଂ କରିବା ଯୋଉଥିରେ କି ଆଉ ପଇସା ଲେନା ଦେନା ଏଇଥିରେ କିଛି ଅସୁବିଧା ହବ ନାହିଁ ବା କିଛି ଟାକ୍ସ ବା କିଛି ରିବେଟ କଟିବ ନାହିଁ ବୁଝିଲା ସେଇଥିପାଇଁ ଏନପିସିଆଇ ତା ସହିତ ସାଇନ୍ ଆଗ୍ରିମେଣ୍ଟ କଲା ପିଲାମାନେ କୋଉ ଆଫ୍ରିକା ନାମ୍ବିବିଆ 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 ହେଲା ଏଇଟା ଗୋଟେ କଣ୍ଟ୍ରି ଅଛି ଆଫ୍ରିକାନ ଗୋଟେ କଣ୍ଟ୍ରି ଅଛି ନାମ୍ବିବିଆ ସହିତ କଣ କଲା ଆମର एनपीसीआई नेशनल पेमेंट कॉर्पोरेशन ऑफ इंडिया एनपीसीआई एग्रीमेंट कला बैंक ऑफ नामिबिया बैंक ऑफ नामिबिया तो मते को पिला माने एनपीसीआई र हेडक्वार्टर कोडी आ एनपीसीआई र चेयरमैन को दिल्ली दिल्ली ऑस्बे हां 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 न्यू दिल्ली हला तार हेडक्वार्टर तार चेयरमैन के पिला माने ताको नाला अजय कुमार चौधरी हला हाँ मु नाम्बिबिआर पचारिबी नाम्बिबिआर भी पचारिबी व्यस्त होना मु पचारछि एनपीसीआर हेडक्वार्टर हला न्यू दिल्ली हला हला न्यू दिल्ली लिखि दोछु मु न्यू दिल्ली हला न्यू दिल्ली हला हेडक्वार्टर आउ अजय कुमार चौधरी अजय कुमार सर एनपीसीआई ର फुल फॉर्म ଟା चौधरी हला କଣ नेशनल पेमेंट्स कोऑपरेशन इंडिया देखो नेशनल लिखा सर जाय यार नेशनल पेमेंट हेडक्वार्टर ଟା मुंबई रे ना कोऑपरेशन दिल्ली रे सर दिल्ली रे अछि एटा मैम न्यू दिल्ली रे अछि हला न्यू दिल्ली रे अछि हां न्यू दिल्ली रे ତା आउ हेडक्वार्टर एनपीसीआर ଟା सर की अछंती मुंबई हम ର ନା चेयरमैन अछंती दिल्ली रे सर हेलो दिल्ली रे अछि सर नहीं सर सर मुंबई दिल्ली रे एबे अछि तो दिल्ली रे ये मुंबई रे देखौचे सर मु मारुथुनी नेट रे मुंबई देखौचे ସେଟା ଆରବିଆଇ ରେ सर मुंबई रे ओ हो देखि अच्छा हो एटा न्यू दिल्ली नै पिलो ना एटा मुंबई हला मुंबई मुंबई हेडक्वार्टर कोड छला मुंबई मैम ठीक अछि अपन ठीक अछि अच्छा नेशनल कोऑपरेशन ऑफ इंडिया र हेडक्वार्टर ला मुंबई आ चेयरमैन पिलो ना अजय कुमार हला चौधरी। ताकर चेयरमैन
ବୁଝିଲ ହେଲା। ଆଉ ପିଲାମାନେ ମୋର ଏନପିସିଆଇ ଟା କାହା ଅଣ୍ଡର ଥାଏ ପିଲାମାନେ? ଯେଉଁଠି ସବୁ ପଇସା ଲେନା ଦେନା ହଉଥାଏ ନା ସବୁବେଳେ ସବୁ ଆରବିଆଇ ଆଜ୍ଞା ଅଣ୍ଡରରେ ହିଁ କରିଥାନ୍ତି ହେଲା। ଆରବିଆଇ ଅଣ୍ଡର ହିଁ ସବୁ ଥାଏ। ଗୋଟେ କଥା ଆସିଲା ନାମ୍ବିବିଆ। ନାମ୍ବିବିଆ ଯୋଉ ଅଛି ଆମର କଣ୍ଟ୍ରି ଅଛି ହେଲା, ତାର କ୍ୟାପିଟାଲ ଆଉ କରେନ୍ସି କଣ? ତା କିଛି ଆଇଡିଆ ଅଛି? ନାମ୍ବିବିଆର ହେଲା ରାଣ୍ଡ ହେଲା, ମନେ ରଖିବ। ସେ କଣ କରେ ରାଣ୍ଡ ହେଲା। କ୍ୟାପିଟାଲ କଣ ପିଲାମାନେ? କ୍ୟାପିଟାଲ କାହାର କିଛି କରେନ୍ସିଆଲ ୱିଣ୍ଡ ହକ୍ ହେଲା। ୱିଣ୍ଡ ହକ୍, ୱିଣ୍ଡ ହକ୍ ହେଲା। ୱିଣ୍ଡ ହକ୍ ହେଲା କଣ? ହେଲା ୱିଣ୍ଡ ହକ୍ କଣ ର୍ୟାମ୍। ବୁଝିପାରିଲ ନା ଆଉ କାହାର କିଛି ଡାଉଟ୍ ଅଛି? ମାନେ ଏତେ ଅସୁବିଧା କରୁଛି। ଏନିୱାନ ଶୁଭା ଯାଉନଥିଲା କିଛି, କଣ କହିବି? ହଁ 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 ମୁଁ ହଁ କହିଲି ସାର୍ ଏବେ ଶୁଣାଗଲା ଆମର କୁହନ୍ତୁ। ହଁ ମୁଁ କହିଲି ଆମର ନାମ୍ବିବିଆର କ୍ୟାପିଟାଲ କଣ ପିଲାମାନେ? କ୍ୟାପିଟାଲ ୱିଣ୍ଡ ହକ୍। ଆଉ ହେଲା କରେନ୍ସି କଣ ପିଲାମାନେ? କରେନ୍ସି ହେଲା ରାଣ୍ଡ କଣ ରାଣ୍ଡ ରାଣ୍ଡ ହେଲା। କରେନ୍ସି ହେଲା ରାଣ୍ଡ। ଆଉ ହଁ ନମ୍ବର ମନେ ରଖତ। ଆମେ ଯଦି ଏତିକି ଜିନିଷ ଜାଣିଲେ ତ ଆମର ଜାଣିବା ଦରକାର ପ୍ରେସିଡେଣ୍ଟ କିଏ? ପ୍ରେସିଡେଣ୍ଟ କିଏ ପିଲା ନାମ୍ବିବିଆର? ପ୍ରେସିଡେଣ୍ଟ ହେଲା ଗୋଲୋ ନୁମ୍ବା ହେଲା। ନାଙ୍ଗୋଲୋ ନୁମ୍ବା who is the president of କଣ ନାମ୍ବିବିଆ। who is the president of ନାମ୍ବିବିଆ ହେଲା। ୱିଣ୍ଡ ହକ୍ ହେଲା କ୍ୟାପିଟାଲ, ରାଣ୍ଡ ହେଲା କରେନ୍ସି। ଆଉ ଆମର ବ୍ୟାଙ୍କ ଅଫ ନାମ୍ବିବିଆ ସହିତ କିଏ ଆମର ଆଗ୍ରିମେଣ୍ଟ କଲା ବା ସାଇନ କଲା? ଏନପିସିଆଇ। ଏନପିସିଆଇ ର ଅଜୟ କୁମାର ହେଲା ଆମର କଣ ଚୌଧୁରୀ ହେଲା କିଏ ଚେୟାରମ୍ୟାନ। ଆଉ ତାର ହେଡକ୍ୱାର୍ଟର ହେଲା ମୁମ୍ବାଇ ହେଲା। ହେଡକ୍ୱାର୍ଟର ହେଲା ମୁମ୍ବାଇ। ଠିକ ଅଛି। ନେକ୍ସଟ ଦେଖିବେ ପିଲାମାନେ, who has been appointed as new prime minister of Solomon Island? Solomon Island ତମେ ଜାଣିଛ ପିଲାମାନେ ବେଶୀ ଏବେ ଗୋଟେ ହାଇଲାଇଟେଡ ନ୍ୟୁଜ ଚାଲିଛି ସୋଲୋମନ ଆଇଲାଣ୍ଡରେ। କଣ ପାଇଁ? ସୋଲୋମନ ଆଇଲାଣ୍ଡ ଗୋଟେ ପ୍ରୋ ଚାଇନା ମାନେ ତାକୁ ଗଠନ ମାନେ କଣ ପ୍ରାଇମ ମିନିଷ୍ଟର କରାଯାଇଛି। ସେ ପ୍ରୋ ଚାଇନା ଚାଇନା ପର୍ସନ ହେଲା। ଚାଇନାର ଯେତେ ସବୁ ଯାହା ବି କିଛି ବିଆରଆଇ ପ୍ରୋଜେକ୍ଟ ହେଲା ବା ଜେରିମିହା ମାନିଲେ। ଜେରିମିହା ମାନିଲେ ହେଲା। ସେ ଫର୍ମର ଫରେନ ମିନିଷ୍ଟର ଥିଲେ ସୋଲୋମନ ଆଇଲାଣ୍ଡର। ଏବେ ଆଜ ଏ ପ୍ରାଇମ ମିନିଷ୍ଟର ତାଙ୍କ ନାଁ କଣ ହେଲା? ଜେରିମିହା ମାନେଲେ। ଜେରିମିହା ମାନେଲେ। କେତେ ହଇରାଣ କରୁଛି ବାପ ବାପ। ନେଟୱାର୍କ ବହୁତ ଅସୁବିଧା କରୁଛି। ମୁଁ ମାନେ ଗାଁରେ ସାର୍ ଶୁଭା ଯାଉନି।
हाँ हाँ मैम ମୁଁ ବୁଝିପାରୁଛି ବହୁତ ହଇରାଣ ନେଟୱାର୍କ ଆଚ୍ଛା ହଉ ହୁ ହାଜ ବିନ୍ ଆପଏଣ୍ଟେଡ୍ ଆଜ ଦ ନ୍ୟୁ ପ୍ରାଇମ୍ ମିନିଷ୍ଟର ଅଫ ସୋଲୋମନ ଆଇଲାଣ୍ଡ ତାଙ୍କ ନାଁ ହେଲା ଜେରିମିଆ ମାନେଲେ ମାନିଆଲି ତାଙ୍କ ନାଁ ହେଲା ପିଲାଟା କଣ ହଁ ଜେରିମିହା ଜେରିମିଆ ମାନିଆଲି ମାନେଲେ ହେଲା ମାନେଲେ ସେ ପିଲାମାନେ ପ୍ରୋ ଚାଇନା ପର୍ସନ ହେଲା ଯେମିତି କି ଆମ ମାଲଦୀପରେ ତାଙ୍କ ନାଁ କଣ ହେଲା ମହମ୍ମଦ ସେମିତି ମୋଇଜୁ ଚାଇନାର ସୋଲୋମନ ଆଇଲାଣ୍ଡର ହଁ ମୋହମ୍ମଦ ମ୍ୟୁଜି ହେଲା ମାଲଦୀପର ପ୍ରେସିଡେଣ୍ଟ ଆଉ ଇଏ ହେଲା ଆଜ୍ଞା ଜେରିମିଆ ମାନେଲେ ନା ସୋଲୋମନ ଆଇଲାଣ୍ଡର ପ୍ରାଇମ ମିନିଷ୍ଟର ଯିଏ ବି ଚାଇନାର ପ୍ରୋ ଚାଇନା ପର୍ସନ ହେଲା ତ ବେସିକାଲି ଏଇଟା କୋଉଠି ଜାଣିଛ ପିଲାମାନେ ଏଇ ଯୋଉ ସୋଲୋମନ ଆଇଲାଣ୍ଡର ପିଲାମାନେ ଏଇଟା ହେଲା କୋଉଠି ଜାଣିଛ ତୁମେ ଭାବୁଥିବ ସାର୍ ଏଇଟା କୋଉଠି ଏଇଟା ହେଲା ଆମର ଅଷ୍ଟ୍ରେଲିଆ ପାଖରେ ହେଲା ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ପାଖରେ ହେଲା ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ପାଖରେ ଗୋଟେ ଛୋଟ ଆଇଲାଣ୍ଡ ଅଛି ସେ ଆଇଲାଣ୍ଡର ନାଁ ହେଲା ସୋଲୋମନ ବୁଝିପାରିଲ ସୋଲୋମନ ଆଇଲାଣ୍ଡର କ୍ୟାପିଟାଲ କଣ ଅଛି କଣ ପିଲାମାନେ କ୍ୟାପିଟାଲ ହେଲା ହୋନିଆରା ହେଲା ହୋନିଆରା ହୋନିଆରା ହେଲା କ୍ୟାପିଟାଲ ହେଲା କରେନ୍ସି ହେଲା ଡଲାର ହୋନିଆରା ହେଲା କ୍ୟାପିଟାଲ ଡଲାର ହେଲା କରେନ୍ସି ବୁଝିପାରିଲ which company become the lead sponsorship of USA ଆଉ ସାଉଥ ଆଫ୍ରିକା in T20 World Cup ଦେଖ ଇଣ୍ଡିଆର ଏବେ ସ୍ପନ୍ସରସିପ କିଏ ନେଇଛି ପିଲା କହିଲ ଆଡିଡାସ ହେଲା ଆଡିଡାସ ଆମର କିଟ୍ ସ୍ପନ୍ସରସିପ ନା କିଟ୍ ସ୍ପନ୍ସରସିପ ଆମର ସେ ଗୋଟେ ହଁ ତ ମତେ ପିଲାମାନେ ଶୁଭୁଛି 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 କହିଲ ଆଜ୍ଞା ସାର୍ ହଁ ତ ମୁଁ କହିଥିଲି ଆମର ଦେଖ ଏବେ ୟୁଏସଏ ଜୁନ 1 ରୁ ତ ସେ T20 ୱାର୍ଲଡ କପ୍ ପାଇଁ ଆମେରିକା ଆଉ ସାଉଥ ଆଫ୍ରିକା କଣ୍ଟ୍ରିର ହେଲା ମେନ୍ ଅମୁଲ କମ୍ପାନୀ ହେଲା ଅମୁଲ କମ୍ପାନୀ ଆମର ଲିଡ୍ ସ୍ପନ୍ସରସିପ ନେଇଛି ମତେ କୋଉ ପିଲା ମାନେ ଆମ ଇଣ୍ଡିଆ ଲିଡ୍ ସ୍ପନ୍ସର କିଏ ଅଛି ଇଣ୍ଡିଆନ୍ ଲିଡ୍ ସ୍ପନ୍ସରସିପ କିଏ ନେଇଛି ଆମର ତାର କିଛି ଆଇଡିଆ ଅଛି ହୁଁ। ଆଦିଦାସ ନେଇଛି ଆମ ଆଡିଡାସ ହେଲା କିଟ୍ ସ୍ପନ୍ସରସିପ ହେଲା କିଟ୍ ସ୍ପନ୍ସରସିପ ହେଲା କିନ୍ତୁ ମେନ୍ ସ୍ପନ୍ସରସିପ ପିଲା ମନେ ରଖ IDFC ଫାଷ୍ଟ ବ୍ୟାଙ୍କ ହେଲା IDFC ଫାଷ୍ଟ ବ୍ୟାଙ୍କ ହେଲା ବୁଝିଲ IDFC ଫାଷ୍ଟ ଆଗରୁ ବାଇଜୁସ୍ ଥିଲା ହେଲା ବାଇଜୁସ୍ ତ ବୁଡିଗଲା ସେମିତି ଆମର ଇଣ୍ଡିଆର ବି ଅଛି IDFC ଫାଷ୍ଟ ବ୍ୟାଙ୍କ ଅଛି ଆମର କଣ ମେନ୍ ସ୍ପନ୍ସରସିପ କିଟ୍ ସ୍ପନ୍ସରସିପ ମାନେ ତାର ଯୋଉ ଡ୍ରେସ୍ ମ୍ୟାଟେରିଆଲ ଆଡିଡାସ ସେମିତି ସାଉଥ ଆଫ୍ରିକା ଆଉ ଆମେରିକାର ଲିଡ୍ ସ୍ପନ୍ସରସିପ ମେନ୍ ସ୍ପନ୍ସରସିପ କିଏ ନେଇଥିଲା ନା ଅମୁଲ 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 ଆମର କୋଉଠି ଆମର ଗୁଜରାଟ ଗୁଜରାଟ ତାର ମେନ୍ ଫ୍ୟାକ୍ଟ୍ରି ଅଛି ହେଲା who has been appointed as who has been appointed as Director General of All India Radio who has been appointed as Director General of All India Radio କିଏ ହେଲା ପିଲାମାନେ Director General of All India ହେଲା ତାଙ୍କ ନାଁ ହେଲା ମୌସୁମୀ ଚକ୍ରବର୍ତ୍ତୀ ମୌସୁମୀ ଚକ୍ରବର୍ତ୍ତୀ ମୌସୁମୀ ଚକ୍ରବର୍ତ୍ତୀ ସେ ହେଲା ଇଣ୍ଡିଆନ ଇନଫର୍ମେସନ ସର୍ଭିସ ହେଲା ହେଲା ସେ ଜଣେ ଇଣ୍ଡିଆନ ଇନଫର୍ମେସନ ସର୍ଭିସ ସିନିୟର ଲିଡର ତାଙ୍କୁ ଆଜି ନ୍ୟୁ ଡାଇରେକ୍ଟର ଜେନେରାଲ ଆପଏଣ୍ଟମେଣ୍ଟ କରାହେଲା କୋଉଠି ଆମର ଅଲ୍ ଇଣ୍ଡିଆ ରେଡିଓ ଦୂର ଦୂର କୁହନ୍ତୁନି କିଏ ମାନେ କୁହନ୍ତି ଆକାଶବାଣୀ 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 ହେଲା ତାର ଆପଏଣ୍ଟମେଣ୍ଟ କରାଗଲା ବୁଝିପାରିଲ
who is recently title କାହାକୁ ଦିଆହେଲା title of the Grand Master by the International Chess Federation. International Chess Federation ର title Grand Master କାହାକୁ ଦିଆହେଲା କହିଲା ବୈଶାଖ ରମେଶ ବାବୁ। ପିଲାମାନେ ଜାଣିଛ କି କିଏ? ଆମର ଜାଣିଛ ଗୋଟେ ପିଲା ଅଛି ପ୍ରାଗ୍ମାନନ୍ଦ। ତା ବଡ ବଡ ଆଖି ଥାଏ ଗୋଟେ ପିଲା ଚେନ୍ନାଇର ଯୋଉ ପ୍ରାଗ୍ମାନନ୍ଦ ଛୋଟ ପିଲାଟା କିନ୍ତୁ ମାନେ ଇଣ୍ଡିଆର ସବୁ ବେଷ୍ଟ ଚେସ୍ ପ୍ଲେୟର ସେ ତା ଭଉଣୀ ହେଲା ତା ଭଉଣୀ ନା କଣ ହେଲା ବୈଶାଲି ରମେଶ ବାବୁ। ବୈଶାଲି ରମେଶ ବାବୁ ମାଷ୍ଟର ଟାଇଟଲ ଦିଆହେଲା କୋଉଠି ଫେଡେରେସନ ଇଣ୍ଟରନ୍ୟାସନାଲ ଡେ କହିଥିଲି ତମ ଫେଡେରେସନ ଇଣ୍ଟରନ୍ୟାସନାଲ ଡେ ହେଲା इंटरनेशनल चेस फेडरेशन सेम ना सेम ना तो इंटरनेशनल चेस फेडरेशन ताको होला आज ग्रैंड मास्टर टाइटल को अवॉर्डेड करागला बुझ पाला। वीकली गोल्ड अवार्ड 2024 काको दिला पिला ताको नाला पूर्णिमा देवी वर्मा। पूर्णिमा देवी वर्मा। पूर्णिमा देवी वर्मा। voice कौन पिला सुबुजना नहीं ଏବେ ଶୁଭିଲା ସାର୍। पिला माने ଆଜ୍ଞା ସାର୍ हाँ तो ଶୁଭୁନଥିଲା ଏବେ ଶୁଭିଲା ସାର୍। माने मते राग भी लागुची एते हय समस्या कौन करे तो हाउ ग्रीन ऑस्कर व्हिटली गोल्ड अवार्ड काहकु दिया गला गोटे ପୂର୍ଣ୍ଣିମା ଦେବୀ ବର୍ମା। देखा तुमको एबे सुबुची पिला ने ସାର୍ ଶୁଭୁଛି ମଝିରେ ମଝିରେ ବ୍ରେକ୍ ହଉଛି। ଅଳ୍ପ ଅଳ୍ପ କେତେବେଳେ ଶୁଭୁନି ଏମିତି हाँ हाँ मु एक्चुअली ईयरफोन खोल देली ला ईयरफोन खोल एबे सुबुची समस्त को ଟିକେ ଟିକେ ଆଜ୍ଞା ଏମିତି ଶୁଭୁଛି ମାନେ ବ୍ରେକ୍ ହଉଛି ମଝିରେ ଟିକେ ଟିକେ। ना एबे सुबुची तो ଆଜ୍ଞା ସାର୍ ଶୁଭୁଛି। हाँ देखो एबे रिसेंटली हु गेट्स द ग्रीन ऑस्कर व्हिटली गोल्ड अवार्ड 2024 काहकु देला पिला माने पूर्णिमा देवी बर्मन को आज होला व्हिटली गोल्ड अवार्ड 2024 रे मनोनीत ସେଟା କଣ जो ପାଇଁ ग्रीन ଦିଆଯାଉଛି ऑस्कर अवार्ड ता कोन काहकु दिया गला काहे की दिया जाय हाँ बेसिकली एठबे दिया जाय हमर जो देखियो देखो बेसिकली याकू फ्रैगाइल इकोसिस्टम एंड फॉर देयर इनोवेटिव सॉल्यूशन टू द थ्रेट ऑफ टू नेचर देखो तुम देखि दिबो जेते सब समुद्र कूल मानकर नै बा जेते सब नदी मानक पाखरे देखो जो इकोसिस्टम उड थाय हला जेंति कि समुद्र मानक भितर देखि सब जो गछ पत्र सब थाय न ता भितर सब माने सब ଆଜ୍ଞା शंख फंख सब इकोसिस्टम उड थाय हला ଗୋଟେ इकोसिस्टम सब चाहे समुद्र भितर हो कि नदी भितर हो हला तो ताकू कोन कर पिला माने ताकू कोन कर जाय सेठी कोन कर पिला माने से जो थ्रेड उड थाय ताकू जो नष्ट होई जाय से नेचर को बंचेबा पय हला जो माने एफर्ट दिथांदी हला तो सेही माने को ग्रीन ऑस्कर व्हिटली गोल्ड अवार्ड रे मनोनीत कर जाय तो ए जो पूर्णिमा देवी बर्मन जो नियो से कोन कर पिला माने ताको बेस्ट एफर्ट देछंदी कंजर्वेटिव बेस्ट एफर्ट देछंदी कोथरे जो एंडेंजर स्पीशीज पय हला तो सेठी पे नाको आज ग्रीन ऑस्कर अवार्ड गोल्डन अवार्ड रे मनोनीत कराई 2024 पे बुझ पाइला समस्त ଆଜ୍ଞା ଆଜ୍ଞା ସାର୍। हैला
এইଥିପାଇଁ ଏଇ ଆୱାର୍ଡ ଟା ଦିଆଯାଏ ବେସିକାଲି। ତମାନେ ଜାଣିଥିବ ଦେଖିବ ଯୋଉମାନେ ଯୋଉ ସବୁ ନ୍ୟାସନାଲ ଜିଓଗ୍ରାଫି ଚ୍ୟାନେଲ ହଉ କି ଯୋଉମାନେ ରିଏଲିଟିରେ ବି ଦେଖିଥିବ ଯେ ଯୋଉଠି କି ସମୁଦ୍ର ଭିତରେ ବହୁତ ସାରା ଏମିତି ଶୈଳବ ଏଇ ସବୁ ଜିନିଷ ଥାଏ କି ନାହିଁ, ମାନେ ଛୋଟ ଛୋଟ ଗଛ ଇଏ ସବୁ ହଁ ନେଚୁରାଲ ସାର୍ ସେ ନେଚର ପ୍ଲାଙ୍କଟନ ରିଲେଟେଡ ଜିନିଷ ଶୈବାଳ ହେଲା, ଏସବୁ। ପ୍ଲାଣ୍ଟେସନ ସବୁ ଥାଏ, ନଦୀ ଭିତରେ ବି ଥାଏ। ତ ତାକୁ କଣ କରେ ପିଲାମାନେ କଣ କରାଯାଏ, ସୁରକ୍ଷା କରାଯାଏ ବା ତାକୁ କଣ କରାଯାଏ ପିଲାମାନେ ପ୍ରୋଟେକ୍ଟିଭ କରାଯାଏ ହେଲା। ତ ଏଇଗୁଡାକ ଯିଏ ଇନିସିଏଟିଭ ନେଇଥାଏ ହେଲା, ଯୋଉ ଯିଏ ଇନିସିଏଟିଭ ନେଇଥାଏ ଏଇ ଯୋଉ ଏଗୁଡା ସବୁ କଣ ଏଣ୍ଡେଞ୍ଜର ସ୍ପିସିସ୍ ତାକୁ କନଜରଭେଟିଭ ଦିଆଯିବା, ତାକୁ ମାନେ ପ୍ରୋଟେକ୍ଟ କରାଯାଏ। ତ ସେଇମାନେ ଭିତରୁ କଣ କରାଯାଏ ଆୱାର୍ଡ ସେମାନଙ୍କୁ ଦିଆଯାଏ। ତ ଗ୍ରୀନ ଓସ୍କାର ଆୱାର୍ଡ କାହାକୁ ଦିଆଗଲା ପିଲାମାନେ, ପୂର୍ଣ୍ଣିମା ଦେବୀ ବର୍ମନ। ପୂର୍ଣ୍ଣିମା ଦେବୀ ବର୍ମନ ଯିଏକି ଆସାମ ହେଲା, ତାଙ୍କ ନେଟିଭ ପ୍ଲେସ୍ କଣ ପିଲାମାନେ ଆସାମ, ଆଚ୍ଛା ଆସାମ ହେଲା। ବୁଝିପାରିଲ? ଠିକ ଅଛି, ବୁଝିପାରିଲ ତ? ନେକ୍ସଟ ଯିବା। ଆଜ୍ଞା जी ସାର୍। सर। ओके। Admiral दिनेश कुमार त्रिपाठी टेक्स चार्जेस ऑफ चीफ ऑफ नेवल स्टाफ। देखो ଆମର ତିନିଟା ବିଭାଗ ଅଛି ମାନେ ଗୋଟେ ହେଲା ଆର୍ମି, ନେଭାଲ ଆଉ ଗୋଟେ କଣ ହେଲା ଏୟାର ଫୋର୍ସ। ଏୟାର ଫୋର୍ସ ହେଲା। ତ ନେଭାଲ ର ଏବେ ରିସେଣ୍ଟଲି କିଏ ଚିଫ ହେଲେ, କିଏ ଚିଫ ହେଲେ ତାଙ୍କୁ କଣ କୁହାଯାଏ, ଚିଫ ଅଫ ନେଭାଲ ଷ୍ଟାଫ। ତାଙ୍କ ନାଁ ହେଲା ଆଡମିରାଲ ଦିନେଶ କୁମାର ତ୍ରିପାଠୀ। ଆଡମିରାଲ ଦିନେଶ କୁମାର ତ୍ରିପାଠୀ ସିଏ ହେଲା 26 ନମ୍ବର ହେଲା, 26 ନମ୍ବର। ଦେଖ 26 ନମ୍ବର ଚିଫ ଅଫ ଦି ନେଭାଲ ଷ୍ଟାଫ, ତାଙ୍କୁ କଣ କରାଗଲା ଆଜ ଏ ଆପଏଣ୍ଟମେଣ୍ଟ କରାଗଲା, ଆଜ ଏ ଆପଏଣ୍ଟମେଣ୍ଟ କରାଗଲା ହେଲା, ଆଜ ଏ ଆପଏଣ୍ଟମେଣ୍ଟ କରାଗଲା। କେବେ ତାଙ୍କୁ ମାନେ ସେ କେବେ ଚାର୍ଜ ନେଲେ ପିଲାମାନେ 30 ଏପ୍ରିଲ 2024 ତାକୁ ଚାର୍ଜେସ୍ ଦିଆଗଲା ହେଲା। ତାଙ୍କ ନାଁ କଣ ପିଲାମାନେ, ଦିନେଶ କୁମାର ତ୍ରିପାଠୀ। ତା ପୂର୍ବରୁ କିଏ ଥିଲେ ପିଲାମାନେ, ତାଙ୍କ ପୂର୍ବରୁ ଥିଲେ ଆର୍ ହରିକୁମାର। ହରେ ଆର୍ କୁମାର। ହରିକୁମାର ହେଲା, ସିଏ ଥିଲେ ହଁ ଆର୍ ହରିକୁମାର ଯିଏକି ଚିଫ ଅଫ ନେଭାଲ ଷ୍ଟାଫ ଥିଲେ। ତାଙ୍କ ଜାଗା କିଏ ଫୁଲଫିଲ କଲେ ପିଲାମାନେ, କିଏ ହେଲେ, ତାଙ୍କ ନାଁ ହେଲା ଦିନେଶ କୁମାର ତ୍ରିପାଠୀ। ଦିନେଶ କୁମାର ତ୍ରିପାଠୀ ହେଲା। ଇଣ୍ଡିଆନ ଆର୍ମିର କିଏ ହେଲା ପିଲାମାନେ, ଦିନେଶ କୁମାର ତ୍ରିପାଠୀ। ଆର୍ମିର କିଏ ଚିଫ ଅଛନ୍ତି, ମନୋଜ ପାଣ୍ଡେ। ମନୋଜ ପାଣ୍ଡେ ହେଲା। ଆଉ ଏୟାର ଫୋର୍ସ କିଏ ଅଛନ୍ତି ଚିଫ ଅଛନ୍ତି ଏବେ କୁହ, ତାଙ୍କ ନାଁ ହେଲା ବିବେକ ରାମ ଚୌଧୁରୀ ହେଲା। ଆଜ୍ଞା ବିବେକ ବିବେକ ରାମ ଚୌଧୁରୀ ହେଲା। ବିବେକ ରାମ ଚୌଧୁରୀ ଇଏ କଣ ଇଣ୍ଡିଆନ ଏୟାରଫୋର୍ସ, ଇଣ୍ଡିଆନ ଏୟାରଫୋର୍ସ ର ଚିଫ। ଆଉ ନେଭାଲ ଚିଫ କିଏ ପିଲାମାନେ, ଦିନେଶ କୁମାର ତ୍ରିପାଠୀ। ଆର୍ମିର ଚିଫ କିଏ, ତାଙ୍କ ନାଁ ହେଲା କଣ ରେ, ମନୋଜ ମନୋଜ ପାଣ୍ଡେ। ପାଣ୍ଡେ। ଠିକ ଅଛି, ଏବେ ଶୁଭୁଛି ସବୁ ସମସ୍ତେ ଶୁଭୁଛି ତ ପ୍ରପରଲି? ସେ ମଝିରେ ମଝିରେ ଟିକେ ବ୍ରେକ୍ ହଉଛି ଆଉ। ନାଇଁ ଏବେ ଠିକ ଅଛି ତ, ଏବେ ମାନେ ଯାହା ବି ଶୁଭୁଛି 5-10 ମିନିଟ୍ ହେଲା। ମୁଁ ସାର୍ ସେମିତି ଫ୍ଲକ୍ଚୁଏଟ ହଉଛି ଆଉ। ହଉ ହଉ ଠିକ ଅଛି, ଠିକ ଅଛି, ହଉ ଚାଲ ଦେଖ। अशोक शुक्ला wins गोल्डमैन प्राइज और ग्रीन नोबेल फॉर द हार्डियो कौन आर्यन आर्यना कैंपेन। हाँ बुझिगाड़ी कौन पिला पिला कौन हला तांको कौन करला गोल्डन प्राइज और ग्रीन नोबेल तो करा गला तांको कौन पिला ने बेसिकली एटा कोन हमर छत्तीसगढ़ बचाओ आंदोलन हला। से एई जो गुडे छत्तीसगढ़ बचाओ आंदोलन रे से कौन होइले पिला माने जोथि अवार्डेड करागला गोल्डन प्राइज अवार्ड और कौन ग्रीन प्राइज रे तांको अवार्डेड करागला। बुझि पाइला देख जो छत्तीसगढ़ जो कौन छत्तीसगढ़ आंदोलन रे बेसिकली पिला कौन करा जानछो नै सेव फॉरेस्ट ट्रीज एइथिपाई गोटे इनिशिएटिव नि आइतला हैला। तार लीड किथिला माने अशोक शुक्ला तांकर सेई जो एफर्ट बा तांकर सेई जो अवदान जोगु तांको आज ए गोल्डन प्राइज और ग्रीन नोबेल प्राइज रे अवार्डेड कराइतला। कोड कराइले सब माने कोड पाए कराइतला। ठीक अछि बुझि पाइलो बुझि पाइलो तो समझते ଆଜ୍ଞା ସାର୍।
ओके चलो नेक्स्ट क्वेश्चन देखिए। जस्टिस पी एस दिनेश कुमार है जस्टिस पी एस दिनेश कुमार टेक चार्जेस आज द सैट प्रिजाइडिंग ऑफिसर है सैट प्रिजाइडिंग ऑफिसर पे कौन पिला सिक्योरिटी अपीलेट ट्रिब्यूनल सिक्योरिटी अपीलेट ट्रिब्यूनल बेसिकली ये जो सैट कौन है सिक्योरिटी अपीलेट ट्रिब्यूनल देखो देखो पिला सब हम जो देखियो मार्क हमर जो शेयर मार्केट सब काम हुए नहीं जोठी शेयर मार्केट रिलेटेड काम होला शेयर मार्केट रो हेड किए नहीं आते पिलाने सेबी हैला पी को कंट्रोल करे में सेबी रो कोन माने पैसा लेना देना बा कोडी शेयर मार्केट कोडी बिक्री होउजी बा कोडी किना होउजी ताको माने कोन करे माने ओवरलुक करे पे देखिया पे दिनेश कुमार को आज ए प्रिजाइडिंग ऑफिसर मनोनीत करा गला कोथि पे सैट पे हैला सिक्योरिटी अपीलेट ट्रिब्यूनल पे ताको कोन अपॉइंटमेंट करा गला बुझ पाइलो समझते बुझ पाइलो समझते यस सर। ଆଜ୍ଞା ହଉ ସାର୍। ଚାଲ next question ଦେଖିବା ହେମା ମାଲିନୀ and ये है पिटी लाछो महाराजा देखो ये पर्सन है ये पर्सन है पिटी लाछो महाराजा ये कौन पिला जो डांस है डांस करती बोला ये गोटे पिटी लाछो गोटे डांस गोटे अवार्ड दिया जाए तो से अवार्ड क्या दिया पिला हेमा मालिनी साइरा बानू है आउ 8 जन को अवार्ड कर को अवार्ड दिया प्रेस्टिजियस पंडित लाछो महाराज अवार्ड मनोनीत करागला बुझिपाल ठीक अच्छे ये जन डांसिंग है देख तुम जानते हेमा मालिनी डांस करती है से डांस प्रोग्राम बा ये जिनस को रिलेट कर पंडित लाछो अवार्ड महाराजा अवार्ड मनोनीत कला ठीक अच्छे ठीक अच्छे चलो नेक्स्ट देखा माने सब दिखाई कौन भैक्सीन दिखाई नहीं जो कोविड कोविड 19 है तो जो सब भैक्सीन हेड थी ना हाँ तो से तार जो हेड बा प्रेसिडेंट क्या करागला पे ना है कृष्णा एम इल्ला कृष्णा एम इल्ला कृष्णा एम इल्ला को आज ए प्रेसिडेंट ऑफ इंडियन वैक्सीन मैन्युफैक्चरिंग एसोसिएशन रो हेड करागला बुझल सी एक्चुअली बेसिकली पिला भारत बायोटेक गोटे इंडियन कंपनी हमर इंडिया माने हमर इंडिया गवर्नमेंट ऑफ इंडिया गोटे कंपनी भारत बायोटेक तार को फाउंडर तार हला को फाउंडर ना कोन कृष्णा एम इल्ला तांको को आज ए प्रेसिडेंट को करा जे इंडियन वैक्सीन मैन्युफैक्चरिंग एसोसिएशन रो प्रेसिडेंट करा जाय बुझ पाइलो ठीक अछि ଆଜ୍ଞା ସାର୍। चलो नेक्स्ट क्वेश्चन देखिबा which country is going to construct the world largest airport है वर्ल्ड लार्जेस्ट एयरपोर्ट कोड पिला ने को कंट्री कला दुबई ଭାଇ वर्ल्ड लार्जेस्ट एयरपोर्ट पिला दुबई 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 कोड पिला ने यूएई रे यूनाइटेड अरब एमिरेट्स यूनाइटेड अरब एमिरेट्स है देखो $35 बिलियन जो इन्वेस्ट होगा $35 बिलियन केते ह्यूज अमाउंट भावुछ ना नहीं $35 बिलियन इन्वेस्टमेंट हम सब वर्ल्ड लार्जेस्ट एयरपोर्ट कौन कराला पे एटा हला दुबई रे एटा कोन हला दुबई रे हला दुबई रे भाव से कौन करे हैंडल करिवो अप टू 260 मिलियन पैसेंजर्स 260 मिलियन पैसेंजर भावुछ केते केते कोटी माने पैसेंजर से डेली हैंडलिंग करा जीवो बहुत बड़ ହେଲା ବୁଝିପାରିଲ ଆଜ୍ଞା ସାର୍। ବୁଝିପାରିଲ ତ ସମସ୍ତେ ମତେ ଏବେ 400 କୁହ ପ୍ଲେଟ୍ ୟୁଏଇ ର ମତେ କୁହ ଏବେ ୟୁଏଇ ର କ୍ୟାପିଟାଲ କରେନ୍ସି କଣ କହିଲ यूएई ର କ୍ୟାପିଟାଲ ହଉଛି ଆବୁଧାବି। ଆଉ ୟୁଏଇ ରେ
दिरहम कर dirham, ହେଲା ଆବୁ ଧାବି ଆଉ ହେଲା ଦିରହମ ଦିରହମ କରେନ୍ସି ପିଲାମାନେ मोहम्मद बिन जायद अल नाहयान मोहम्मद बिन जा अल नाहयान हला मोहम्मद बिन जायद अल नाहयान हु इज द करेंट प्रेसिडेंट ऑफ यूएई यूनाइटेड अरब एमिरेट्स बुझि पालो ठीक अछि चलो recently which country signed agreement with the government of Bangladesh to renew the memorandum of understanding to train 1500 Bangladeshi officers from 2025 to 2030 बेसिकली पिलाने कौन करिवो हम कौन करिवो बांग्लादेश रो जो सिविल सर्वेंट अछन जेंति इंडिया सिविल सर्वेंट कोन आईएएस आईएएस आईआरएस हला एफएस सब अछंती तांकर से बांग्लादेश रो अछंती सिविल सर्वेंट माने तो से सिविल सर्वेंट मानन को सब पर्यंत से कौन करे पिला माने ट्रेनिंग दबो किए करिवो हम इंडियन गवर्नमेंट को देश पिलान करिवो बांग्लादेशी ऑफिसर मानन को ट्रेन कर केते परिमाण 1500 परिमाण रे तांको ट्रेन दिया जिवो बुझि पालो बांग्लादेश रो कैपिटल कोन से कहले पिला माने बांग्लादेश ढाका रे एंड ढाका टक्का ढाका ढाका आउ टाका ढाका ढाका टाका आउ बांग्लादेश रो छंती प्राइम मिनिस्टर शेख हसीना शेख हसीना गुड गुड शेख हसीना इज द करेंट प्राइम मिनिस्टर ऑफ बांग गुड हु बिकम द भाइस चीफ ऑफ द नेवल स्टाफ देखो तुमको या पूर्व थर कहथिले दिनेश कुमार त्रिपाठी कहथिले चीफ ऑफ स्टाफ हेतले हैला आज्ञा तो ये हां ये कौन हले पिलाने ये ला भाइस चीफ ऑफ नेवल स्टाफ कौन हले पिलाने ताको नाला कृष्ण कृष्णा सिंह स्वामीनाथन कृष्णा स्वामीनाथन ये ला कौन हले भाइस चीफ ऑफ द नेवल स्टाफ भाइस चीफ ऑफ द नेवल स्टाफ ताको ना कौन पिलाने कृष्णा स्वामीनाथन ठीक अच्छे से जो किए हले पिलाने एवीएसएम चीफ नेवल स्टाफ वीएसएम ताको लेखा ना कौन होची तार कोन से जो एवीएसएम और वीएसएम अच्छा लेखा एगुड़ा होची सब तार सब पोजिशन है पोजीशन आगे हाँ एगुड़ा सब गोटे पोजिशन गुड़ा है सब मुझे जाने फोन पे कौन गुड़ा सब पोजिशन गुड़ा मन रखता है आज्ञा देखो सर गोटे जिनस मन रख आमर जमी कि सपोज तुमको गोटे रेलवे तुमको डिपार्टमेंट दिगला है आज ए लोको पायलट सपोज सपोज लोको पायलट रेलवे है बट लोको पायलट बहुत सारा जिन अच्छी भैराइटी अच्छी है तो से भाया जमीक लोको पायलट किसी ना कि डिपार्टमेंट अच्छे चार्जेस दिजाए सेमती सेकंड नेभाल चीफ हमरो आई ମାନଙ୍କର ବି ତାଙ୍କର ବି ସେମିତି ଡିପାର୍ଟମେଣ୍ଟ ଠିକ ଅଛି ସେଟା आज्ञा सर ହଁ ହଁ କଣ କହିଲ से तार सेटा गोटे गोटे पोजीशन था आज्ञा सर ହଁ ବୁଝିଛ ସେଟା କୋଉଥର ଇଣ୍ଡିଆନ ନେଭାଲ ହେଲା ବା ଇଣ୍ଡିଆନ ନେଭାଲ ଦେଖ ବେସିକାଲି ୟାକୁ କୁହାଯାଏ କି ଭିସ୍ତ ସେବା ମେଡାଲ ହେଲା ଗୋଟେ ଗୋଟେ ସବୁ କଣ କଲ ମାନେ ତାଙ୍କର ସବୁ ଗୋଟେ ଗୋଟେ ଚାର୍ଜେସ୍ ଦିଆଯାଏ ହେଲା ତାଙ୍କର ସବୁ କଣ କଲ ତାଙ୍କର ଡେଡିକେସନ ପାଇଁ ମାନେ ତାଙ୍କର ମାନେ ଦେଶ ପ୍ରତି ତାଙ୍କର ସବୁ ଡେଡିକେସନ ଦେଇଛନ୍ତି ବା ତାଙ୍କର ଯୋଉ କଣ କଣ କରିଛନ୍ତି ସେଇ ବେସ୍ ତାକୁ ଦେଇକିରି ତାଙ୍କ କଣ କରାଯାଏ ଆଜ ଏ ଆପଏଣ୍ଟମେଣ୍ଟ କରାଯାଏ ବୁଝିଲ ଏସବୁ ଗୋଟେ ଗୋଟେ ମାନେ ମେଡାଲ ବା ଚାର୍ଜେସ୍ ଗୁଡା କରାଯାଏ ହେଲା which pharmaceutical company admitted that its corona vaccines Covishield could cause side effects देखो तुम शुणी पिला गोटे न्यूज चलती रिसेंटली न्यूज चलती आज्ञा आमर जो कोविशील्ड जान पिला कोविशील्ड कोविशील्ड हाँ हैला कोविशील्ड जो मानक दिया जायछि बा कोविशील्ड जो मान नेइचंदी हैला कोविशील्ड जो मान नेइचंदी बा जो माने माने कोबी ए सब नेइचंदी जो माने से माने भीतर कोन गोटे पिला गोटे किछ ना किछ गोटे साइड इफेक्ट आसुछि हैला कार हार्ट रिलेटेड इश्यूज आसुछि कार ब्लड कट रिलेटेड आसुछि बुझल हमर कोवाक्सिन जी हमर कोवाक्सिन इन बट कोवाक्सिन जो कोविशील्ड रे में इन हैला तो कोविड एक्चुअली नाम ना कौन है एस्ट्राजेनिका हैला एस्ट्राजेनिका AstraZeneca तो एस्ट्राजेनिका पे को कंपनी माने को कंट्री रो रहला यूके बेस्ड कंपनी यूएसए बोले
ସେ ଯୋଉ ଆସ୍ଟ୍ରାଜେନିକା ପିଲାମାନେ କଣ ହେଲା, ହଁ ସେ ତାର ଇଣ୍ଡିଆକୁ କଣ କରିଲା ପିଲାମାନେ, ତାର ଯୋଉ କଣ, ତାର ଯୋଉ ରିସର୍ଚ୍ଚ ସେ ବିକି ଦେଇଥିଲା, ଯାଇଥିଲା କୋଭିସିଲ୍ଡ ହେଲା। କୋଭିସିଲ୍ଡ ଯେମିତି କି ଆମ ଭାରତ ବାୟୋଟେକ୍ କଣ ହେଲା, କୋଭାକ୍ସିନ୍ ହେଲା। ଯେମିତି ମତେ କୋଭାକ୍ସିନ୍ ଦେଇଥିଲା, ମାନେ ଦିଆଯାଇଥିଲା, କେତେ ବହୁତ ଲୋକଙ୍କୁ ଦିଆଯାଇଥିଲା କୋଭିସିଲ୍ଡ। ତ କୋଭିସିଲ୍ଡ ଆସ୍ଟ୍ରାଜେନିକା ସେ ଆଡମିଟ କରୁଛି ଯେ ଯୋଉମାନେ କୋଭିଡ ନେଇଛନ୍ତି, ମାନେ ବା ଆସ୍ଟ୍ରାଜେନିକା ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କୁ କିଛି ନା କିଛି ସିମ୍ପଟମ୍ସ ବା ସାଇଡ ଇଫେକ୍ଟ ଆସିବ ବା ହଉଛି ହେଲା। ସେ ଆଡମିଟ କରିଛି, ବୁଝିଲ ତ କି ମିଛ ଏଟା ଆମେ ବି ଜାଣିନେ, କିନ୍ତୁ ସେ ଆଡମିଟ କରିଛି, ବୁଝିପାରିଲ। ଠିକ ଅଛି, ଚାଲ। ଆଉ ଆସ୍ଟ୍ରାଜେନିକା ପିଲାମାନେ, ଏଟା କୋଉ କମ୍ପାନୀ ପିଲାମାନେ, ଏଟା ହେଲା ୟୁଏସ୍ କମ୍ପାନୀ ହେଲା, ବୁଝିଲ। ହଉ ପିଲାମାନେ, ଆଜି ପାଇଁ ଏତିକି। ଆମର କଣ ଫାର୍ଷ୍ଟ ୱିକ୍ ମେ ର କଭର ଅପ୍ କରୁଛନ୍ତି ଆମର, ଫାର୍ଷ୍ଟ ୱିକ୍ ମେ ର କଭର ଅପ୍ କରୁଛନ୍ତି ଆମର ଆଜି। ତ ତମ ନେକ୍ସଟ କ୍ଲାସ ଯୋଉ ହବ ଆମର ରବିବାର ଦିନଠୁ ହେଲା, ତ ତମେ ଏମସିକ୍ୟୁ ଯେ ଚାହୁଁଛ କି ତମାନେ ଏମିତି ଟ୍ରେନିଂ ଚାହୁଁଛ ହେଲା, ତାକୁ ବେସ୍ କରିକିନା, କାରଣ ଦେଖ ଏମସିକ୍ୟୁଜ କଲେ ତମାନେ କଣ, ତମର ଏକ୍ସାମ ପାଇଁ ବହୁତ ସାରା ହେଲ୍ପଫୁଲ ହବ। ହଁ ମୁଁ କହିଲି ଏମସିକ୍ୟୁଜ ଏଥିପାଇଁ କରିବା ମୁଁ ବି ବିକଜ ପାଇଁ ହେଲ୍ପଫୁଲ ହବ ହେଲା। କାରଣ ଏବେ ତମର ପିଜିଟି ଏକ୍ସାମ ଆସୁଛି, ହଁ ହଁ ତମ ଟିଜିଟି ଯୋଉ ଏକ୍ସାମ ଆସୁଛି, ତମ ପାଇଁ ଏମସିକ୍ୟୁ ହେଲ୍ପଫୁଲ ହବ। ତ ମୁଁ କଣ କରି ପିଲାମାନେ ମନ୍ଥଲି ବେସିସରେ କୋଶ୍ଚିନ୍ସ ଆଣିବି ହେଲା, ଆଉ ସେଗୁଡାକ ଆମେ ସବୁ କଣ କରିବା, ପ୍ରାକ୍ଟିସ କରିଦବା, ବୁଝିଲ। ତମ କୋଶ୍ଚିନ୍ ପ୍ରାକ୍ଟିସ ଯିବ, ଆଉ ତମର କଣ, ତମକୁ ତମର ଗୋଟେ କଣ ରିଭିଜନ ବି ୱାନ୍ ଟର୍ମ ହେଇଯିବ, ଯୋଉଟା କି ତମ ମାନଙ୍କ ପାଇଁ ଅସୁବିଧା ହବାର ନାହିଁ। ହଁ ମ୍ୟାମ୍, ଆପଣ ବି କହୁଛ ନା ପ୍ରପର, ମତେ ଅଡିବୁଲ ହଉନି, ତମେ ମତେ କଣ କର, ମେସେଜ କରିଦିଅ ଏଇ ଯୋଉ ଦଉଛେ, ତମେ ପଢିଦବ ହେଲା। ମେ ଫାର୍ଷ୍ଟ ୱିକ୍ ର ପିଡିଏଫ୍ ଛାଡି ଦଉଛି, ତମେ ପଢିଦବ ହେଲା। ହ୍ୱାଟ୍ସଆପ ଗ୍ରୁପରେ ଆମର ଅଛି, ସେଠି ମୁଁ ପୋଷ୍ଟ କରିଦେବି ହେଲା। ଆଜ୍ଞା ସାର୍। ଠିକ ଅଛି, ହଉ ହଉ ଆଜି ନମସ୍କାର ପାଇଁ ସାର୍। ଏତିକି ପିଲାମାନେ। ଆଉ